नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवं। यत्कृपातमहं वन्दे परमानन्दमाधवं। सर्वास्ताः केशवालोक परमोत्सवनिर्वृताः जहुर्विरहजं तापं प्राज्ञं प्राप्य यथा जनः ताभिर्विधुतशोकाभिः भगवान् अच्युतो वृतः व्यरोचताधिकं तात पुरुषः शक्तिभिर्यथा। तासमादाय काळिन्द्या निर्विश्य पुलिनं विभुः विकसन कुन्दमन्दार सुरभ्यानीलषट्पदम् शरतचन्द्रांशु सन्दोह ध्वस्तदोषातमः शिवं कृष्णाया हस्ततरला चीत कोमलबालुकम् तद्दर्शनालाद विधूत हृदरुजो मनोरथान्तं श्रुतयो यथा जजुः स्वैरुत्तरीयैकुच कुङ्कुमाङ्कितैः रचिक्लुपन्नाशनमात्मबन्धवे। श्रील श्रीपाद हरिभक्ति परायण परम रसिक प्रवर भगवत रसज्ञ भगवत भावज्ञ भगवत तत्वज्ञ मुनिमंडली शिरोमणि श्रील शुकदेव गोस्वामी पाद कहते बड़ आवेगमय चित्तरे भगवानंकर जो लुक्कायित रहस्य परतत्वंकर जो स्वविलास निज साथरे निजर क्रीड़ा स्वशक्तिमानंक सह जो क्रीड़ा क्रीड़ा पर भगवानंकर जेते प्रकार क्रीड़ा अच्छी जेपरी भगवान शंकर कहले पार्वती आगे जब रघुनाथ किन्हिरण क्रीड़ा युद्ध क्रीड़ा पिला माने जेमती पांडव कौरव बाहिनी सजई दांडरे बाड़ी धरिकी खेलती खंडा रूपे ताको व्यवहार करती किए भीष्म हुए किए द्रोण हुए किए शकुनी हुए किए दुर्योधन हुए क्रीड़ा भगवान को तदृश रण क्रीड़ा नानाविध क्रीड़ा कोठी करुण रसर क्रीड़ा कांदी कांदी बोलुले कोठी अद्भुत रसर क्रीड़ा पानी रे पत्थर भसैवाठू आरंभ करी नानाविध वैचित्र्य नवगुंजर बेश हयग्रीव तनु धारण बड़ विचित्र क्रीड़ा जेते प्रकार क्रीड़ा अच्छी क्रीड़ा पर भगवानंकर परम तृप्ति प्रदायिनी क्रीड़ा रास क्रीड़ा रास क्रीड़ा रसमयी क्रीड़ा रस शब्दरु तो रास शब्दर उत्पत्ति जो रसर एक ऐकांतिक प्रवाह रस 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 व्यतिरेक आउ किछि नहीं ताहा रास ये रास क्रीड़ा भगवान रह क्रीड़ा अंतःपुरर क्रीड़ा या मुनि ऋषि मैंने सहजरे कहीं जानी नथिले सुखदेव गोस्वामी कहीदेले ना भगवान एमती गोटे खेल खेलती बिले सुखदेव गोस्वामी आपको प्रकाश करदे ना रह क्रीड़ा भगवान निज छाया सहित बालक क्रीड़ा कला भाया स्वशक्ति मानक सह भगवान क्रीड़ा संगीतज्ञ जपरे निज संगीत सह आलाप करुए कहीं श्रोता से न थे
ନିଜେ ନିଜେ ବସିକି ରିୱାଜ କରୁଥାଏ, ଅଭ୍ୟାସ କଲା ଭଙ୍ଗୀରେ ନିଜ ସହିତ ନିଜେ କ୍ରୀଡ଼ା। ତଦ୍ରୂପ ଭଗବାନଙ୍କର ରାସ କ୍ରୀଡ଼ା ହେଉଛି ନିଜ ସହିତ ନିଜେ କ୍ରୀଡ଼ା। ସଙ୍ଗୀତଜ୍ଞର ସଙ୍ଗୀତ ଶକ୍ତି ସହ ଯେପରି କ୍ରୀଡ଼ା, ବାଳକର ଛାୟା ସହ ଯେପରି କ୍ରୀଡ଼ା, ଭଗବାନଙ୍କର ସ୍ୱଶକ୍ତି ସହ ସେପରି କ୍ରୀଡ଼ା। ରାସ କ୍ରୀଡ଼ା ସ୍ୱଶକ୍ତି ସହ କ୍ରୀଡ଼ା ଯେ ଏଇଟା କ୍ରୀଡ଼ା ଜଗତରେ ଅନ୍ତିମ ଆନନ୍ଦ ପ୍ରଦାୟିନୀ କ୍ରୀଡ଼ା। ଓ ୟାର ଅଙ୍ଗ ପ୍ରତ୍ୟଙ୍ଗ ଅବୟବ ଏହି କ୍ରୀଡ଼ାର ବହୁ ବିସ୍ତାରିତ, ଅନନ୍ତ ଅସୀମ। ଏହି କ୍ରୀଡ଼ାର ଏତିକି ହେଉଛି ମହନୀୟ ଗୁଣ ଯେ ଅନ୍ୟାନ୍ୟ କ୍ରୀଡ଼ାରେ ଧୀରେ 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 ତୃପ୍ତି ଆସେ। ଏପରି ଗୋଟିଏ ମୁହୂର୍ତ୍ତ ଆସେ, ମନ ହୁଏ କ୍ରୀଡ଼ା ବନ୍ଦ କର, ଏଥର ବିଶ୍ରାମ କରିବା, କ୍ଳାନ୍ତି ଆସିଲାଣି। ଏହି କ୍ରୀଡ଼ାରେ ଅତୃପ୍ତି ବେଳକୁ ବେଳ ବଢ଼େ, ତୃପ୍ତି ତ ଆସେ ନା। ଯେତେ କ୍ରୀଡ଼ା କଲେ ସେତିକି ଅତୃପ୍ତି ବଢ଼େ। ଅପ୍ରାକୃତ ରସମୟୀ କ୍ରୀଡ଼ା ଭଗବାନଙ୍କର। ସୁଖଦେବ ଗୋସ୍ୱାମୀ କହୁଛନ୍ତି, ସମ୍ରାଟ ପରୀକ୍ଷିତ ତଦ୍ଦର୍ଶନାହ୍ଲାଦ ବିଧୂତ ହୃଦରୁଜୋ ମନୋରଥାନ୍ତଂ ଶ୍ରୁତୟୋ ଯଥା ଯଜୁ ସ୍ୱୈରୁତ୍ତରୀୟୈ କୁଚ କୁଙ୍କୁମାଙ୍କିତୈ ରଚିକ୍ଳପନ୍ନାସନମାତ୍ମବନ୍ଧବେ। ଆତ୍ମବନ୍ଧୁ, ଯେ ଆତ୍ମାର ବନ୍ଧୁ, ଯେ ଆତ୍ମାଙ୍କୁ ହିଁ ଆନନ୍ଦ ପ୍ରଦାନ କରନ୍ତି, ସେ ପ୍ରଦାନ କରୁଥିବା ଆନନ୍ଦ ଦେହ, ମନ, ବୁଦ୍ଧି, ଇନ୍ଦ୍ରିୟ ଏମାନଙ୍କ ପ୍ରତି ସଞ୍ଚାରିତ ହୁଏ ନା। এই ଜଡ଼ ପ୍ରାକୃତ ଅଧମ ଅବିଦ୍ୟାପରାୟଣ ଅଂଶଗୁଡ଼ିକ ପ୍ରତି, ଅବୟବଗୁଡ଼ିକ ପ୍ରତି ସଞ୍ଚାରିତ ହୁଏ ନା। ଭଗବତ ସ୍ୱରୂପରୁ ବିନିର୍ଗତ ହେଉଥିବା ଆନନ୍ଦ ଇଏ କୋଉଠିକି ଆନନ୍ଦିତ କରେ? କେବଳ ଆତ୍ମାରେ ଆନନ୍ଦ ସଞ୍ଚାର କରେ। ଆତ୍ମା ତ ସ୍ୱୟଂ ଆନନ୍ଦମୟ ବସ୍ତୁ। ଆତ୍ମା ତ ସ୍ୱୟଂ ଆନନ୍ଦମୟ ବସ୍ତୁ, ତାକୁ ଆଉ କଣ ଆନନ୍ଦିତ କରାଯିବ? ହଁ, ଯେପରି ଜଳରାଶି ପରିପୂର୍ଣ୍ଣ ସମୁଦ୍ରରେ ତରଙ୍ଗାୟିତ ଅବସ୍ଥା ସୃଷ୍ଟି ହେଲେ ସମୁଦ୍ରର ଶୋଭା ବହୁଗୁଣିତ ହୁଏ। ସହଜ ଜଳରାଶି ପରିପୂର୍ଣ୍ଣ ଗମ୍ଭୀର ଗଭୀର ସାଗର ଶୋଭା ନ ହଉ, ଭୟଙ୍କରତା ହଉ, ରୌଦ୍ର ରୂପ ହଉ, ଜଳରାଶି ପରିପୂର୍ଣ୍ଣ ଗଭୀର ପ୍ରଶାନ୍ତ ମହାସାଗର ଯେପରି ଭୟଙ୍କର ଉତ୍ତାଳ ତରଙ୍ଗମାଳା ତନ୍ମଧ୍ୟରେ ସୃଷ୍ଟି ହେଲେ ତାହା ଯେପରି ଅତୀବ ଭୟଙ୍କର ହୋଇଯାଏ, ତାହାର ରୌଦ୍ର ରୂପ ବହୁଗୁଣିତ ହୋଇଯାଏ, ତଦ୍ରୂପ ଆନନ୍ଦମୟ ଆତ୍ମାକୁ ପରମାତ୍ମା ଠାରୁ ଆନନ୍ଦ ସଞ୍ଚାରିତ ହେଲେ ଇଏ ଉଦ୍ବେଳିତ ହେଇ ତରଙ୍ଗାୟିତ ହେଇ ଅତ୍ୟଧିକ ଆନନ୍ଦ ଭୋଗ ହୁଏ। ଏଇ ଗୋଟିଏ ଜିନିଷ ହିଁ ଆତ୍ମାର ଦରକାର। ଆତ୍ମା ଆଉ କୌଣସି ବସ୍ତୁରେ ଆନନ୍ଦିତ ହେବନି। ପରମାତ୍ମା ଠାରୁ ସଞ୍ଚାରିତ ତରଙ୍ଗାୟିତ ଉଦ୍ବେଳିତ ଆନନ୍ଦରେ କେବଳ ସେ ସିନା ଅଧୀର ହୋଇ ଉଠେ। ଏଇ ଗୋଟିଏ ଲୋଭ ଲାଳସାରେ କୋଟି କୋଟି ଜନ୍ମ ମୃତ୍ୟୁ ଚକ୍ର ଭିତରେ ସେ ଘୁରି ବୁଲୁଛି, କୋଉଠୁ ପାଇଯିବି କୋଉଠୁ ପାଇଯିବି ବୋଲି, କିନ୍ତୁ ବାସ୍ତବରେ ପାଇପାରୁନାହିଁ। ଯେତେକାଳ ପର୍ଯ୍ୟନ୍ତ ପରମାତ୍ମା ସଂଯୋଗ ତାର ସୃଷ୍ଟି ନ ହୋଇଛି, ପରମାତ୍ମା ଠାରୁ ଆନନ୍ଦ ସଞ୍ଚାରିତ ନ ହୋଇଛି ତା ପାଖକୁ, ପାଏନି କି ଆତ୍ମା କେବେ ହେଲେ ତୃପ୍ତି ହୁଏନି, ବୁଲୁଥାଏ ସେମିତି, ତୃପ୍ତ ହୁଏ ନା। ଏ ଗୋଟିଏ ବସ୍ତୁ ହିଁ ତାର କାମ୍ୟ। ଯାହା ହଉ ବ୍ରଜାଙ୍ଗନାଗଣ ଭଗବାନ ଶ୍ରୀକୃଷ୍ଣଙ୍କୁ କାଳଦ୍ୱୀପଳି ନର ସୁବିମଳ ଶୋଭାମୟ ଭୂମିରେ ଉପବେଶନ କରେଇଲେ କୋମଳ ବାଲୁକା ରାଶି ଉପରେ। କୃଷ୍ଣାୟା ହସ୍ତ ତରଳାଚିତ କୋମଳ ବାଲୁକମ୍, সেই ବାଲୁକ ସ୍ତୂପ ଉପରେ ରାଶି ଉପରେ ଶ୍ରୀକୃଷ୍ଣଙ୍କୁ ବସେଇଲେ।
आम काली आलोचना करें बहुमूर्ति श्रीकृष्ण विद्यमान अच्छा एक गोपीगण जानते नहीं गोपीगण भावती जे कृष्ण गोटे मूर्ति आम पाखे अच्छा किंतु प्रत्येक आसन 5, 7, 10, 12 आसन उत्तरीय गोटे आसन कल्पित होती भगवान श्याम सुंदर बसि जो जो माने उत्तरीय पारी देइचंती से गोपी माने तार चतुष्पार्श्व कृष्णंकर घेरिकी बसि श्रीअंग को लगिकी भगवान को श्रीअंग को लगी बसिले प्रकृति की उपभोग कले नाना प्रकार हास परिहास इत्यादि वार्तालाप आरंभ कले जो आसन टी आज भगवान कृष्ण बसिचंती से तो भावज्ञ पुरुष भाव ही तांकर आवश्यक वस्तुर आवश्यकता तांकर न थाए कोमल रेशमी वस्तुर नरम परस कि तांकर प्रिय ना नड़िया कता रही था पछे केते श्रद्धा केते प्रीति केते भाव से नड़िया कता भितर भर्ती होईटा से खोजती आमे जेमिति खोजु आंबटा भितर केते परिमाण रस अच्छी चोपाटी टाकुआटे है छाड़ रसाल आंब जा भितर भर्ती होती प्रचुर परिमाण रस जमी आग्रह आमे ताकू लोभ करी नौ भगवान मध्य जो पार्थिव पदार्थटी हो पछे ता भितर भाव आउ रस आउ प्रीति आउ आग्रह आउ श्रद्धा भर्ती होकर रही से फूल मल्लिका कुसुम हो कि धातु की फूलटे हो दुदुरा फूलटे हो पलाश निर्गंध कुसुम हो कि मालती सुमधुर कुसुम हो से जाए से नहीं ये पार्थिव गंध दुर्गंध को से चाहते नहीं कौन चाहते पुष्पं पत्रं फलं तोयम जो में भक्त्या प्रयच्छति केते परिमाणर भक्ति रस ई पदार्थ अच्छी या देहरे भक्ति रस अच्छी ना बड़ पाणिया अच्छी समुद्र को भार पठेबारे प्रचुर गौरव और अहमिका भर्ती ही थाए कौन थाए स्नेहवृत्ति थाए स्नेहवृत्ति थाए ना समुद्र को जो भार पठा है नहीं कि सेमती भगवान को प्रदत्त पदार्थ भर्ती होकर थाए जदि भाव प्रीति ताको से ग्रहण करती से भाव प्रीति तक शोषी नियंती वस्तु टी थोदे पड़ाती प्रभु खाइले सरीगला आउ ता भितर ना भाव प्रीति जतक थिला मु सबु शोषी नहीं खाली से ठाउड़ा थुआ एतादृश प्रभु आज जो आसन रे उपवेशन करिसंती कीदृश आसन ये कीदृश आसन ये जो आसन सरला वनवासिनी निरक्षरा ब्रजललना मानकर सामान्य श्रेयंग निर्माल्य तुल्य भगवान जमी श्रेयंग निर्माल्य प्रसाद जड़े टीकाकार लिखिंट गोपांगना माने तो असामान्य ये मध्य भगवान का निर्माल्य को भक्त जमी आग्रह ग्रहण करे भक्तर निर्माल्य को ये भक्त तो ये साधारण भक्त नुह निर्माल्य तार श्रेयंग प्रसाद को भगवान से पर श्रीकृष्ण बड़ आग्रह ग्रहण कर बसी पड़ी आसन उपर जे उठियो को मन होने आसन एमती आसन टे कोटि कोटि अनंत काल धरी अनंत उपासक मोर प्रदान कर
एमती आसन मु केबे पाई नथिली। केते भाव केते प्रीति कुच कुंकुमांकित नयनर अश्रुरे सिक्त कज्ज्वल कालिमा युक्त एवं बक्षोजर कुंकुम द्वारा रंजित हृदयर प्रीति नयनर अश्रु आउ बड़ जिन कौटू आसब भगवान के प्रति आउ कौन बड़ जिन अच्छे दवापे हृदयर आवेगमय प्रीति नयनर झुरी मरुवा अश्रु या उपहार स्वरूप उत्तर भितर प्रवेश करे प्रभु को समर्पण कर बड़ा अद्भुत आसन भावमय आसन अलौकिक आसन भगवान ए पर्यंत जेते जेते मूल्यवान आसन रे बसिचंती पवित्र आसन रे बसिचंती ए आसन मानक भितरे गोटे आसन थिला सबुठु बलिष्ठ भगवान भारी आग्रह रे से आसन टी ग्रहण करती से आसन टी कौन जोगीर हृदय कल्पित आसन जोगी माने निज अंतःकरण भितरे जो आसनर कल्पना करिथांती अथवा जोगीर ए उपासना पद्धति उद्भूत मानस पूजक गण जो मैंने मानस पूजा करते भगवान से मनकल्पित आसन मध्य भगवान भारी प्रिय होता है मानस पूजा गोटे नहीं कि भगवान पूजा होते गोटे मानस पूजा नहीं दुर्गा मानसिक पूजा शिव मानसिक पूजा विष्णु मानसिक पूजा रही सब मानस पूजा मानस पूजा रे जो आसन टी दि जाए से आसन एक प्रकार सर्वश्रेष्ठ आसन भगवान प्रिय आसन खुशी हो जाती से आसन रे बसी पड़े प्रभु ताठारु अधिक प्रिय भगवान आसन जोगीर निर्विकल्प समाधिस्थ सविकल्प समाधिस्थ कल्पित हृदय सिंहासन से विषय सुखदेव गोस्वामी किसी इशारा देइचंती तत्रोपविष्ट भगवान सईश्वर जोगेश्वरांतर हृदय कल्पितासन चकाश गोपी परिषद गतवर्चित स्त्रैलोक लक्ष्मीक पदंग बपूर दधात तत्रोपविष्ट भगवान सईश्वर गोपांगना मानंगर प्रदत्त एही अश्रुसिकत कुंकुम रंजित आसन उपरे तले भगवान बसी पड़िले मने पड़गला मानसिक पूजनकारी मानंकर मनकल्पित आसन जोगेश्वर मानंकर हृदय कल्पित आसन आहा ए आसन गुड़ी को मु अति भल पाउथली भारी खुशी होउथली से आसन रे टिके बसी पड़ियो को मोर बड़ लोभ होउथला किंतु आज तुम्हें गुड़ाक पाठ साठ पढ़ी नो वेद वेदांत कौन जाने न त्याग वैराग्य तुमको छुएनी जातिपति बोली तुमर किछि नाही धर्म धर्म सब तुम्हें छाड़ी देच एते निम्न स्तर रे थाई मध्य तुम कल्पित आसन टी आज कल्पित निर्मित कल्पित कहले इमाजिन नुहे आम इमाजिन बोली कहू सेटा ठीक अर्थ तार नुहे कल्पित कहले तैयारी हवा कहीं जहां आम निर्माण करवा पूर्व कल्पना करी तापर तैयारी करवा डिजाइन टे कले से अनुसार घर तैयारी करवा तेणु कल्पित अर्थात निर्मित तुम मानकर कल्पित आसन तो
କଳ୍ପନା ମଧ୍ୟ ମୁଁ କରିପାରିନଥିଲି ଏମିତି ଗୋଟେ ଆସନ ସମ୍ଭବ ବୋଲି। ଏତିକି ଭାବ, ଏତିକି ପ୍ରୀତି ବହନ କରିଛି ଆସନଟି, ଏଡେ ସୁଖଦାୟୀ, ଏଡେ ଆନନ୍ଦଦାୟୀ ଏଇ ଆସନ। ୟା ପୂର୍ବରୁ ଦ୍ୱିବିଧ ଆସନ ମୋର ପ୍ରିୟ ଥିଲା। କଣ ସେଗୁଡ଼ିକ? ଗୋଟିଏ ହେଉଛି ମାନସ ପୂଜାର ମନକଳ୍ପିତ ଆସନ, ଆଉ ଗୋଟିଏ ହେଉଛି ଯୋଗେଶ୍ୱରାଣାଂ ହୃଦୟ କଳ୍ପିତ ଆସନ, ଯୋଗେଶ୍ୱର ମାନଙ୍କର ହୃଦୟର କଳ୍ପିତ ଆସନ। ତତ୍ରୋପବିଷ୍ଟ ଭଗବାନ ସ ଈଶ୍ୱର ଯୋଗେଶ୍ୱରାନ୍ତର ହୃଦୟ କଳ୍ପିତାସନ। ବିବିଧ ମୂର୍ତ୍ତିରେ, ବହୁ ମୂର୍ତ୍ତିରେ, ବହୁ ଆସନରେ ଉପବିଷ୍ଟ ଭଗବାନ ଶ୍ରୀକୃଷ୍ଣ। କଣ ଅସୁବିଧା? ସୁଖଦେବ ଗୋସ୍ୱାମୀ କହୁଛନ୍ତି, ତୁମେ ଚିନ୍ତା କରୁଛ କି ଏତେ ଗୁଡ ଆସନରେ ଜଣେ ଲୋକ କେମିତି ବସିଲେ? ସେ ପରା ଈଶ୍ୱର, ତାଙ୍କ ପାଇଁ ଅସମ୍ଭବ କଣ? ଈଶ୍ୱର ଶବ୍ଦଟି ଏଥିପାଇଁ ଏଠି ପ୍ରୟୋଗ କରିଛନ୍ତି ଯେ ବହୁ ଆସନରେ, ବହୁ ମୂର୍ତ୍ତିରେ ବିରାଜମାନ କରିଛନ୍ତି। ଉପବିଷ୍ଟ, ତତ୍ର ଉପବିଷ୍ଟ, ସେ ଆସନ ମାନଙ୍କରେ ବସି କୀଦୃଶ ଚକାଶ, ଚକାଶ ଜ୍ୟୋତିର୍ମୟ ପ୍ରକାଶମାନ ହେଲେ। ଚକାଶ କିପରି ପ୍ରକାଶମାନ ହେଲେ? ନା ଯୋଗେଶ୍ୱରାନ୍ତର ହୃଦୟ କଳ୍ପିତ ଆସନ। ବହୁତ ଥର ସେ ପୂର୍ବୋକ୍ତ ଏହି ଆସନରେ ବସିଛନ୍ତି। ମାନସ ପୂଜନକାରୀ ମାନଙ୍କର ମନକଳ୍ପିତ ଆସନ ଏବଂ ଯୋଗେଶ୍ୱର ମାନଙ୍କର ହୃଦୟ କଳ୍ପିତ ଆସନରେ ବହୁବାର ବସିଛନ୍ତି, ବହୁବାର ବସିଛନ୍ତି। ଏହି ଆସନ ସବୁଠାରୁ ସର୍ବଶ୍ରେଷ୍ଠ ଆସନ। କାହିଁକି? ଲକ୍ଷ୍ମୀ ସାକ୍ଷାତ ବୈକୁଣ୍ଠେଶ୍ୱରୀ ସେ ଯୋଉ ଆସନ ଦଉଥିବେ, କେତେ ମଣି ମୁକ୍ତା ହୀରା ନୀଳା ବୈଦୁର୍ଯ୍ୟ ମାଣିକ୍ୟ ଖଚିତ କାରୁକାର୍ଯ୍ୟ ବିମଣ୍ଡିତ ଆସନ ହେଇନଥିବ। ସାକ୍ଷାତ ଲକ୍ଷ୍ମୀ ପରା। ଲକ୍ଷ୍ମୀର ଦୁଇଟା ଅର୍ଥ, ଯେପରି ସମ୍ପତ୍ତିଶାଳିନୀ ସେପରି ଶୋଭାଶାଳିନୀ। ଲକ୍ଷ୍ମୀର ଯୋଡ଼ିଏ ଅର୍ଥ ନୁହଁ କି? ସୌନ୍ଦର୍ଯ୍ୟ ଲକ୍ଷ୍ମୀ, ସମ୍ପତ ଲକ୍ଷ୍ମୀ। ଲକ୍ଷ୍ମୀ ଶୋଭା ପାଇଁ ମଧ୍ୟ ବୁଝାଏ, ସମ୍ପତ ପାଇଁ ମଧ୍ୟ ବୁଝାଏ। ସୁନା ରୂପା ହୀରା ନୀଳା ମୋତି ମାଣିକ୍ୟ ପ୍ରଭୃତି ଧନ ସମ୍ପତ୍ତି କି ମଧ୍ୟ ଲକ୍ଷ୍ମୀ ବୋଲି ଆମେ କହୁ। ବିପୁଳ ଶୋଭାକୁ ମଧ୍ୟ ଲକ୍ଷ୍ମୀ ବୋଲି କହୁ। ଯୋଉ ଲୋକ ନିଶା ଫିସା ଖାଇ କଦର୍ଯ୍ୟ ରୂପ ହେଇଯାଏ, ତା ଦେହ ଭଲ ଦୁଷେ ନା, ଆମେ କଣ କହୁ? ଅଲକ୍ଷଣା ହେଇଗଲା ଏ ଲୋକଟା, ଅଲକ୍ଷଣା ଭଳିଆ ଦୁଷୁଛି। ତା ପକେଟରେ କୋଟି କୋଟି ଟଙ୍କା ଥାଉ, ତା ଚେହେରାଟା ଯଦି ଖରାପ ହେଇଗଲା, ଏଟା ଅଲକ୍ଷଣା ଭଳିଆ ଦୁଷୁଛି। ଲକ୍ଷ୍ମୀ ଶବ୍ଦ ଦୁଇ ଅର୍ଥରେ ବ୍ୟବହାର ହୁଏ, ଗୋଟେ ସମ୍ପଦ, ଗୋଟେ ଶୋଭା। ବୈକୁଣ୍ଠେଶ୍ୱରୀ ଲକ୍ଷ୍ମୀ ତାର ଯେପରି ସମ୍ପଦ ସେପରି ଶୋଭା, ଦୁଇଟାକର ମୂଳ କେନ୍ଦ୍ର ସେଠି। ଯାବତୀୟ ସମ୍ପଦ ତାରିଠାରୁ ଆସେ, ଯାବତୀୟ ଶୋଭା ସୌନ୍ଦର୍ଯ୍ୟ ସୌଷ୍ଠବ ତାରିଠାରୁ ଆସେ। ଏ ଦୁଇଟାକର ଯେ ମୂଳାଧାର ମୂର୍ତ୍ତି, ମୂଳ ମୂର୍ତ୍ତି, ମୂଳୀଭୂତା ମୂର୍ତ୍ତି, ସିଏ ତା ପ୍ରିୟତମକୁ ଯେତେବେଳେ ଆସନ ଖଣ୍ଡେ ଦଉଛି, କେତେ ସମ୍ପତ୍ତି ଆଉ କେତେ ଶୋଭା ଭର୍ତ୍ତି ହେଇଥିବ। ଭଗବାନଙ୍କୁ ତାହା ଅପେକ୍ଷା ମାନସ ପୂଜାର ଆସନଟି ଅଧିକ ପ୍ରିୟ ଲାଗେ। ଲକ୍ଷ୍ମୀ ଥିବା ଆସନଠୁ ମାନସିକ ପୂଜାର ଆସନଟିକି ସେ ବେଶୀ ଭଲ ପାଆନ୍ତି। କାହିଁକି? ମାନସ ପୂଜାରେ ଆସନର ମନୋମୟୀ କଳ୍ପନା ମାତ୍ର କରାଯାଏ। ଯାହା ସେ କଳ୍ପନା କରିପାରିଲା, ଯେତେ ସମ୍ପଦ, ଯେତେ ଶୋଭା, ପ୍ରାକ୍ଟିକାଲି ତ ନାହିଁ ନା, ବସ୍ତୁ ସତ୍ତା ତ ନାହିଁ, ବସ୍ତୁ ସତ୍ତା ନାହିଁ। ଦେଖୁନାହାନ୍ତି
शंकराचार्य पाद दुर्गा मानसिक पूजा लिखिले। शिव मानसिक पूजा, विष्णु मानसिक पूजा, समस्त मानस पूजा रही। शंकराचार्य दुर्गा मानसिक पूजा लिखिले। पूजा कर सारा पर उषसी मागध मंगल गायन जागृहि 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 अति कृपार्द्र कटाक्ष निरीक्षण और जगदीदंग जगदम्ब सुखेंकुरु। हे जगदम्बे के जगदीदम इदंग जगत को तुम्हें आखि खोलिक चाहे दियो, सुखी कर पकाओ। जगदम्ब जगदीदम सुखींकुरु जागृहि जागृहि जागृहि। शक्तिटा सब सुप्त न थाए कि शक्तिटा को जागृत करने है ना आउ कौन सबुठी शक्तिटा सुप्त अवस्था थाए। भगवान को भितर प्रलय काल सुप्त ही थाए। जिते विश्व ब्रह्मांड निर्माण करने को से इच्छा करती से सुप्त शक्ति जागृत ही उठे। ये नियमटी शक्ति जगत रे सर्वत्र काष्ठ भितर अग्नि सुप्त अवस्था थाए। प्रयोजन है आम संघर्ष द्वारा ताको जागृत करू। शक्ति सबुले सुप्त। एणु भारतीय मुनि ऋषि माने तंत्र जगतर व्यवस्था करिसंती देवी को उत्थापन करैबा उठेबा। तो सहस्र कुंभ स्नान दिन देवी को जागृत करने को है। 16 दिनात्मक पूजा करा जाए। महाष्टमी दिन तांकर प्रिय पदार्थ उपहार दे पुणी शुआई दिया जाए। मां काम सरला तुम्हें शोई पड़ फेर बरसे। बासंतिक दुर्गोत्सव से बसंत काल देवी की उत्थापन करा जाए। सुप्त शक्ति की जागृत करा जाए। जागृत होला परे पूजा अर्चना करा जाए। पूजा अर्चना सरला परे मनस्कामना पूर्ण होला पुणी शुआई दिया जाए नहीं कि। तेणु शंकराचार्य दुर्गा मानसिक पूजारे दुर्गा को उठाउचंती। उषसी राति पाइलाणी मां उषा काल उषसी तो मागध मंगल गाय नहीं। मागध गण मंगल गान करुचंती तुमर जय गान स्तुति गान करुचंती। मां जागृहि 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 उठ उठ उठ। एटा सब मानसिक मनरे कल्पना करा होची। प्रैक्टिकली किछि नहीं, वस्तु सत्ता किछि नहीं। आसन रे बसछि केवल पूजक मनरे भाबुछि। उषसी मागध मंगल गायन जागृहि 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 अति कृपार्द्र कटाक्ष निरीक्षण जगदीदंग जगदम्ब सुखेम कुरु। इठू आरंभ होला जे तो 16 रे पूजा अर्चना गोटी 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 ही चली। आम तो सब वर्णना करें। मानसिक पूजाटा किपरि पूजा अर्चना तले सरला नैवेद्य दे सारे नैवेद्य दे सारी तांबूल भुंजई देले तो नाट मंडप दिय मानकर गोटे नाट मंडप रही। सबु मंदिर रे नृत्य देखती ठाकुर माने बड़ सुखी खाई पी सारी पान खंडिए पकई आउजिकी बसवे आसन रे नाच देखिए नहीं कि। बड़ सुंदर उत्कल अनुवाद होती। सुंदरी नटिए नाचंती सर्वे नवजुवती नृत्यशाले खसी पड़ुछि कंठू मुकुता पंती। शंकराचार्य कल्पना गला। ये सब सरला पर जो दक्षिणा देवा जाउछंती जो दक्षिणा देवा जाउछंती कौन दक्षिणा दौरान शंकराचार्य देवी को दक्षिणा दे पूजा अर्चना कले तो दक्षिणा देवा गोटे विधि अच्छी। कौन दक्षिणा दौरान मां अष्टरत्न सुना रूपा हीरा नीला मोती माणिक्य प्रबाल वैडूर्य या अष्टरत्न कहती। ये अष्टरत्न अनंत काल पर्यंत महाकाशरू निरंतर वृष्टि करुची। तो कहला दक्षिणा 10 टंका कि 5 टंका नुह अष्टरत्न अनंत कालावधि महाकाशरू निरंतर वृष्टि होची वृष्टि करोची। तुम्हें दक्षिणा नियमा एटा प्रैक्टिकल संभव। एटा वास्तव रे आमे या करै परिबा कि
या କରିବା ଦୂରେ ଥାଉ, ଗୋଟିଏ ଥାଳିଏ ରତ୍ନ ଦେଇପାରିବା? ବର୍ଷା ଦୂରେ ଥାଉ, ସେ ବର୍ଷା ପରେ 6 ମାସ ବର୍ଷ ନୁହଁ, ଅନନ୍ତ କାଳ ପର୍ଯ୍ୟନ୍ତ ବୃଷ୍ଟି କରୁଛି। ମନର କଳ୍ପନା ବୋଲି କିନ୍ତୁ ବଢେଇ ଦିଆଯାଏ। ମନର କଳ୍ପନା ବୋଲି ଯେତେ ଆପଣ ମନରେ କଳ୍ପନା କରିପାରିବେ। ଆଉ ଭଗବାନ ହଉଛନ୍ତି ଭାବଜ୍ଞ। ଆପଣଙ୍କ ଭାବନାଟାକୁ ସେ ଗ୍ରହଣ କରିବେ, ବସ୍ତୁଟାକୁ ଛୁଇଁବେନି। ଯେତକ ବର୍ଷ ହେଲା ଚିଠି ପଡିଛି, କିଏ ନଉଛି ନଉ। ସେ କଣ ଆଣିଲେ? ଭକ୍ତର ହୃଦୟରେ ଯେତକ ଭାବନା, ଏତେ ଦକ୍ଷିଣା ମତେ ଦେଲା, ଓ ଭାବ ଟିକେ କିଏ ନେବେ? ତେଣୁ ଭାବକୁ ଆପଣ ଯେତେ ବଢେଇ ପାରିବେ ମାନସିକ ପୂଜାରେ। ଏଣୁ ମାନସିକ ପୂଜାର ପଦାର୍ଥ ଗୁଡାକ ଭଗବାନଙ୍କର ପ୍ରିୟ ହୁଏ। କାହିଁକିନା ଭାବନାର ପଦାର୍ଥ ହେଇଥିବାରୁ ଭାବଗ୍ରାହୀ ଭାବଟାକୁ ମାତ୍ର ଗ୍ରହଣ କରନ୍ତି, ବସ୍ତୁ ଗ୍ରହଣ କରନ୍ତିନି। ଅତଏବ ମାନସ ପୂଜାର ଆସନ ସର୍ବୋଚ୍ଚ ପ୍ରୀତିପ୍ରଦାୟକ ଭଗବାନଙ୍କ ପାଇଁ ହେଇଥାଏ। କିନ୍ତୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଆରେ ତମର ତ ଗତି ସେତିକି, ଯୋଗୀମାନଙ୍କର ହୃଦୟ କଳ୍ପିତ ଆସନ ୟା ଅପେକ୍ଷା ଆଉ ଅଧିକ ପ୍ରିୟ ଭଗବାନଙ୍କର, ଆଉ ଅଧିକ ପ୍ରିୟ ଭଗବାନଙ୍କର। ତତ୍ର ଉପବିଷ୍ଟ ଭଗବାନ ସ ଈଶ୍ୱର ଯୋଗେଶ୍ୱରାନ୍ତର ହୃଦି କଳ୍ପିତାସନ। ଯୋଗୀ ନୁହଁ, ଆଉ ଯୋଗେଶ୍ୱର। ଯୋଗୀ ନୁହଁ, ଯୋଗେଶ୍ୱର। କିଏ ସେ? ଭଗବାନ? ନାଇଁ ନାଇଁ, ଭଗବାନ ଯୋଗେଶ୍ୱର ନୁହନ୍ତି। ଭଗବାନ କଣ? ମହାଯୋଗେଶ୍ୱର। ଭଗବାନ ଯୋଗେଶ୍ୱର ନୁହନ୍ତି, ଭଗବାନ ମହାଯୋଗେଶ୍ୱର। ମହାଯୋଗେଶ୍ୱର ହରି, ଯୋଗେଶ୍ୱର ମାନଙ୍କର ଈଶ୍ୱର, ଯୋଗେଶ୍ୱର ମାନଙ୍କର ଈଶ୍ୱର। ତେବେ ଯୋଗେଶ୍ୱର କିଏ ସେ? ଯୋଗୀ ମାନଙ୍କର ଈଶ୍ୱର କିଏ ସେ? ଶେଷ ଶଙ୍କର, ବୁଝିଲେ ନା? ଶଙ୍କର୍ଷଣ, ଚତୁସନ, ଏମାନେ ସବୁ ହଉଛନ୍ତି ଯୋଗୀ ମାନଙ୍କର ଈଶ୍ୱର। ସାଧାରଣ ଯୋଗୀ ନୁହନ୍ତି, ଯୋଗୀ ମାନଙ୍କର ଈଶ୍ୱର, ଯୋଗେଶ୍ୱର। ଆଉ ଭଗବାନ ମହାଯୋଗେଶ୍ୱର ହରି। ସେ ଗୀତାରେ କହିନାହାନ୍ତି ବିଶ୍ୱରୂପ ଦର୍ଶନ ଯୋଗରେ, ତତ୍ର ଦର୍ଶୟାମାସ ମହାଯୋଗେଶ୍ୱର ହରି, ନାଇଁ କି? ତ ଯୋଗେଶ୍ୱର ମାନଙ୍କର ଈଶ୍ୱର ହୁଅନ୍ତି ଭଗବାନ। ଯୋଗେଶ୍ୱର ହଉଛନ୍ତି ଏମାନେ। ଯୋଗେଶ୍ୱର କାହିଁକି ତାଙ୍କୁ କୁହାହଉଛି? ନା ଯୋଗୀମାନେ ଯୋଗ ଶିକ୍ଷା କରିବାକୁ ଏମାନଙ୍କୁ ଇଷ୍ଟ ଦେବତା ରୂପେ ଗ୍ରହଣ କରନ୍ତି, ୟାଙ୍କଠୁ ଶିଖନ୍ତି। ଇଏ କେମିତି ଯୋଗାଭ୍ୟାସ କରୁଛନ୍ତି, ୟାଙ୍କରିଠୁ ଶିଖନ୍ତି। ଏ ଯୋଗେଶ୍ୱର ଗଣ, ଯୋଗେଶ୍ୱର ଶେଷ, ସନକ, ଶଙ୍କର୍ଷଣ, ଶିବ ପ୍ରଭୃତି, ଅନନ୍ତ ପ୍ରଭୃତି ଯୋଗେଶ୍ୱର ଗଣ, ଏମାନେ ୟାଙ୍କ ଅନ୍ତଃକରଣ ଭିତରେ ଯେତେବେଳେ ଭଗବାନଙ୍କୁ ଅନୁଭବ କରନ୍ତି, ଭଗବାନ ପଳେଇ ଆସନ୍ତି। କୋଉଠିକି ପଳେଇ ଆସନ୍ତି? ଅନ୍ତଃକରଣ ଭିତରକୁ ପଳେଇ ଆସନ୍ତି। ଆସନ୍ତି କି? ହଁ, ଯୋଗୀମାନଙ୍କର ଅନ୍ତଃକରଣ ଭିତରକୁ ଭଗବାନ ଆସନ୍ତି। କାହିଁ ଆମର ଆସୁନାହାନ୍ତି କି? ଆମର ହୃଦୟକୁ ମଧ୍ୟ ଆସୁଛନ୍ତି। ଆମେ କଥା କହିପାରୁ, କିନ୍ତୁ ପ୍ରକୃତରେ ଆମ ହୃଦୟକୁ ଭଗବାନ ଆସୁନାହାନ୍ତି, ଯୋଗୀମାନଙ୍କ ହୃଦୟକୁ ଆସନ୍ତି। କେମିତି ଯୋଗୀମାନଙ୍କ ହୃଦୟକୁ ଆସନ୍ତି? ଆମ ହୃଦୟକୁ ଆସନ୍ତିନି କାହିଁକି? ଆମେ ଯେତେବେଳେ କମଳ ଆସନ ଖଣ୍ଡିଏ ପକେଇ ଦେଇ ଠାକୁର ଘରେ ଦରଜା ବନ୍ଦ କରିଦେଇ ଅଭ୍ୟାସ ମୁତାବକ ପ୍ରାତଃ କାଳରୁ ସ୍ନାନ କରି ବସିଗଲୁ ଆସନରେ, ମନକୁ ସ୍ଥିର କରିଦେଲୁ, କଳ୍ପନା ବିହୀନ ହୋଇଗଲା ମନ, ଜଗନ୍ନାଥଙ୍କ ଶ୍ରୀମୂର୍ତ୍ତିକି ଧ୍ୟାନ କଲୁ। ସେ ଧ୍ୟାନ ସ୍ମୃତି ଝଟ 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 ଦୁଶ୍ଚନ୍ତି ଆମ ହୃଦୟରେ। ଦୁଶ୍ଚନ୍ତି ଆଉ ଆସିନାହାନ୍ତି କେମିତି? ଏହା ତୁମ ମନର କଳ୍ପିତ ମୂର୍ତ୍ତି ମାତ୍ର। ଏଟା ଭଗବାନଙ୍କର ଚିନ୍ମୟ ମୂର୍ତ୍ତି ନୁହେଁ। ତୁମ ଧ୍ୟାନରେ ଯାହା ଦୁଶୁଛନ୍ତି, ଭଗବାନଙ୍କୁ ତମେ ହୃଦୟରେ ଯାହା ଦେଖୁଛ, ନୟନ ନିମିଳିତ କରି ଏକାଗ୍ର ଚିତ୍ତରେ ଶ୍ରୀ ଜଗନ୍ନାଥଙ୍କର ମଧୁର ମନୋହର ସ୍ୱରୂପକୁ ଯେ ତୁମେ କଳ୍ପନା କରୁଛ, ଧ୍ୟାନ କରୁଛ, ଏହା ତୁମର ମାନସ କଳ୍ପିତ ମୂର୍ତ୍ତି ମାତ୍ର, ଭଗବାନଙ୍କର ସ୍ୱକୀୟ ଚିନ୍ମୟ ମୂର୍ତ୍ତି ନୁହେଁ। କେମିତି ହୋ? ନା ଦେଖୁନା, କାହାକୁ? ଜଗନ୍ନାଥଙ୍କର ବଡ଼ ସିଂହାର ବେଶ
ଅତି ପ୍ରିୟ। ସେ ମୂର୍ତ୍ତିରେ ସ୍ମରଣ କଲା, ଧ୍ୟାନ କଲା। କାହାକୁ? ଜଗନ୍ନାଥଙ୍କର ମଇଲମ ସମୟରେ ପୁରା ଅଙ୍ଗ ପ୍ରତ୍ୟଙ୍ଗ ଫୁଲ ଅଳଙ୍କାର ଖୋଲା ହୋଇଯାଇଥିବା ଖୋଲା ଦେହଟି ପ୍ରିୟ। ସେ ସେଇ ମୂର୍ତ୍ତିଟିକି କଳ୍ପନା କଲା। କିଏ? ସେ ଜଗନ୍ନାଥଙ୍କର ଚନ୍ଦନ ବୋଳା ବେଶ, ଚନ୍ଦନ ଲାଗି ସମୟର ଖୋଲା ଦେହରେ ଚନ୍ଦନ ବୋଳା ହଉଛି, ସେଇ ବେଶଟିକି କଳ୍ପନା କଲା। କିଏ? ସେ ଜଗନ୍ନାଥଙ୍କର ଠିଆକିଆ ବେଶକୁ ଭଲ ପାଏ ତ, କିଏ ଡାଳିକିଆ ବେଶକୁ ଭଲ ପାଏ, କିଏ ସୁନା ବେଶକୁ ଭଲ ପାଏ ତ, କିଏ ବଡ ସିଙ୍ଗାର ବେଶକୁ ଭଲ ପାଏ। ଯା ମନ ଯୋଉ ରୂପଟିକି ଜଗନ୍ନାଥଙ୍କର ଭଲ ପାଏ ସେ ତାକୁ କଳ୍ପନା କଲା। ସେଇ ମୂର୍ତ୍ତିଟି ତାକୁ ଝଟ 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 ଦୁସିଲା, ହୃଦୟରେ ପ୍ରକାଶ ପାଇଲେ। କିନ୍ତୁ କି ମୂର୍ତ୍ତି ହୁଏ? ମନ କଳ୍ପିତ ମୂର୍ତ୍ତି। ଇଏ ଭଗବାନଙ୍କର ଚିନ୍ମୟ ମୂର୍ତ୍ତି ନୁହେଁ। ତାହେଲେ ଚିନ୍ମୟ ମୂର୍ତ୍ତି କିପରି ଯୋଗୀମାନଙ୍କ ହୃଦୟକୁ ଆସନ୍ତି? ନା ଯୋଗୀମାନଙ୍କର ହୃଦୟ ଯେତେବେଳେ ଧୀରେ 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 ପ୍ରତ୍ୟାହାର ସରିଲା ପରେ ମନ ଲୋପ ପାଇଯାଏ। ପ୍ରକୃତରେ ମନ ଲୋପ ପାଏ ନା, କିନ୍ତୁ ନିଷ୍କ୍ରିୟ ହୋଇଯାଏ, ନିର୍ବାଣ ପ୍ରାପ୍ତ ହୋଇଯାଏ। ମନ ବୋଲି ଆଉ କିଛି ଥାଏ ନା। ମନ ବୋଲି ଯଦି ନାହିଁ, କଳ୍ପନା କରିବ କିଏ? ଯୋଗେଶ୍ୱର ମାନେ ଯୋଗାଭ୍ୟାସର ସପ୍ତମ କି ଷଷ୍ଠ ସୋପାନରେ ଯେତେବେଳେ ଅଷ୍ଟାଙ୍ଗ ଯୋଗର ଷଷ୍ଠ ସୋପାନରେ ଉପନୀତ ହୁଅନ୍ତି, ସେତେବେଳେ ସେମାନଙ୍କର ମନ ସ୍ପନ୍ଦନହୀନ ହୋଇଯାଏ ତ ନା ନାଇଁ? ମନ ସ୍ପନ୍ଦନହୀନ ହୋଇଯାଏ। ଏଇଟା ତ ଯୋଗୀମାନଙ୍କର ବଡ ସିଦ୍ଧି, ମନଟାକୁ ସ୍ପନ୍ଦନହୀନ କରାଇବା। ନିର୍ବାତ ଦୀପ ଶିଖା ତୁଲ୍ୟ, ଯଥା ଦୀପ ନିବାତସ୍ଥ ନ ଇଙ୍ଗତେ ସ ଉପମା ଶ୍ରୁତ। ଅର୍ଜୁନ, ସେଇ ଉପମାଟାକୁ ଚିନ୍ତା କର। ମୋଟେ ପବନ ନଥିବା ସ୍ଥାନରେ ଦୀପଟିଏ ଯେମିତି ସିଦ୍ଧ ଜଳୁଛି, ତା ଶିଖାଟି ହଲୁନି, ଇଙ୍ଗତେ ଚାଳିତ ହଉନି, ହଲୁନି, ସ୍ଥିର ହେଇକରି ଉର୍ଦ୍ଧ୍ୱକୁ ଉଠୁଛି। ଅଖଣ୍ଡ ତୈଳ ଧାରାବତ୍ ନିର୍ବାତ ଦୀପ ଶିଖା ସଦୃଶ। ଯେତେବେଳେ ମନ ସ୍ଥିର ହେଇଗଲା, ଏଇଟା ହଉଛି ଯୋଗୀମାନଙ୍କର ବଡ ସିଦ୍ଧି। ଏତେବେଳେ ମନ ତ ନ ଇଙ୍ଗତେ, ହଲୁନି, ଚଳୁନି, ମନର ଚାଳନା ହିଁ କଳ୍ପନା ନା। କଳ୍ପନା କହିଲେ ଆଉ କଣ କି? ସଂକଳ୍ପ ବିକଳ୍ପ ବୋଲେ ମନ ଯେତେବେଳେ ହଲଚଲ ହଉଛି ସେଟା ତ ସଂକଳ୍ପ ବିକଳ୍ପ। ଆଉ ସଂକଳ୍ପ ବିକଳ୍ପ କଣ? ଯେତେବେଳେ ଯୋଗୀମାନଙ୍କର ମନ ନିର୍ବାତ ଦୀପ ଶିଖା ତୁଲ୍ୟ ସ୍ଥିର ହେଇଗଲା, ସେତେବେଳେ କଳ୍ପନା ଜଳ୍ପନା ବୋଲି ଆଉ କିଛି କରିପାରୁନି। ମନ ନିଷ୍କ୍ରିୟ ହୋଇଯାଇଛି। ଏକ ପ୍ରକାର ମନ ନଥିଲା ଭଳିଆ, ସେତିକି ବେଳେ ତ ତାର କଳ୍ପନା ଜଳ୍ପନା ନାହିଁ। ବଡସିଂହାର ବେଶର କଣ ଭାବନା କରିବ? ଠିଆକିଆ ବେଶର କଣ ଭାବନା କରିବ? ମନ ତ ନାହିଁ। ଆଉ ତାହେଲେ କଣ ହୁଏ? ନା ସେତିକି ବେଳେ ଭଗବାନ ନିଜେ ନିଜ ସ୍ୱରୂପରେ ଚିନ୍ମୟ ମୂର୍ତ୍ତିରେ ଆସି ତା ହୃଦୟରେ ବିରାଜମାନ କରନ୍ତି। ତାହା ହେଉଛି ଯୋଗୀର ଈଶ୍ୱର ଦର୍ଶନ। ଆମେ ଯୋଉ ବସିକିରି ଘଣ୍ଟା ଘଣ୍ଟା ଧରିକିରି ଧ୍ୟାନ କରୁଛେ ସେ ମୂର୍ତ୍ତି କି, ଏଟା କଳ୍ପିତ ମୂର୍ତ୍ତି, ମନର କଳ୍ପନା ମାତ୍ର। ଏହା ଭଗବାନଙ୍କର ଚିନ୍ମୟ ମୂର୍ତ୍ତି ନୁହେଁ, ଆମ ହୃଦୟରେ ଯିଏ ଦେଖାଯାଉଛି। ଯେତେବେଳେ ଭଗବାନ ହୃଦୟ ଭିତରକୁ ପଳେଇ ଆସନ୍ତି, ହୃଦୟ ଭିତରକୁ ଚିନ୍ମୟ ମୂର୍ତ୍ତି ଆସିଗଲା କ୍ଷଣି ଯୋଗୀ ଚଞ୍ଚଳ ହେଇ ଉଠେ, ତାର ମନ ବିଚଳିତ ହେଇଯିବ। ଫେର ଯଦି ନିର୍ବାତ ଦୀପ ଶିଖା ତୁଲ୍ୟ ସ୍ଥିର ହୋଇକରି ଚିତ୍ତ ଥିଲା, ମନ ଥିଲା, ଭଗବାନ ଯେମିତି ପଳେଇ ଆସିଲେ, ଭଗବାନଙ୍କର ଉପସ୍ଥିତି ହେଇଗଲେ, ଏଡେ ପ୍ରୀତି, ଏଡେ ଆନନ୍ଦ ତାର ସର୍ବାଙ୍ଗରେ ହେଇଯାଏ ଯେ ସର୍ବାଙ୍ଗ ସ୍ନାପିତ ହୋଇଯାଏ, ଧୌତ ହୋଇଯାଏ ଆନନ୍ଦରେ, ଆର୍ଦ୍ର ହୋଇଯାଏ ସର୍ବାଙ୍ଗ ଆନନ୍ଦରେ। ସେତେବେଳେ ମନ ପୁଣି ଚଞ୍ଚଳ ହେଇ ଆସେ। ଏ ପଳେଇ ଆସିଲେ, ଠାକୁର ପଳେଇ ଆସିଲେ, କୋଉଠି ବସେଇବି, କଣ ଦେବି, କେମିତି ଖାଇବାକୁ ଦେବି, ଆସ ଠାକୁର। ବ୍ୟସ୍ତ ହେଇ ଯୋଗେଶ୍ୱର ମାନେ ସେତିକି ବେଳେ ମନରେ ଯେଉଁ ଆସନର କଳ୍ପନା କରନ୍ତି, ସେ ଆସନ ମାନସିକ ପୂଜାର ଆସନ ଅପେକ୍ଷା ବହୁ ଅଧିକ ଭାବମୟ, ରସମୟ, ଭକ୍ତିମୟ। ମାନସିକ ପୂଜାର ଆସନଟାକୁ ଆମେ ଶ୍ରେଷ୍ଠ ବୋଲି ଧରିଥିଲେ,
କାହିଁକିନା ଯୋଉଟା ବାସ୍ତବରେ କରିହବନି ମନର କଳ୍ପନା ଯୋଗୁଁ ଯାହା କଳ୍ପନା କରିପାରିଲା, ଯେଡ଼େ ସୁନ୍ଦର ଯେଡ଼େ ମୂଲ୍ୟବାନ ଆସନ କଳ୍ପନା କରିପାରିଲା, ନାଇଁ କି? ଜଣେ ଲୋକ କହୁଛି ମୁଁ ବ୍ରାହ୍ମଣ ମାନଙ୍କୁ ସୁବର୍ଣ୍ଣ ଦାନ କରିବି। ହେ, କେତେ ଜଣ ବ୍ରାହ୍ମଣକୁ ଦେବ? ନା ବିଶ୍ୱରେ ଯେତେ ବ୍ରାହ୍ମଣ ଅଛନ୍ତି ସମସ୍ତଙ୍କୁ ଦେବି। କଣ କଣ ଦେବ? ହିମାଳୟ ତୁଲ୍ୟ ସୁବର୍ଣ୍ଣ ଦାନ କରିବି। ମନେ ମନେ ଦେଇ ପକେଇଲା, ମନେ ମନେ ଦେଇ ପକେଇଲା। ମାନସିକ ଦାନ ହେଇଗଲା, କିନ୍ତୁ ପ୍ରାକ୍ଟିକାଲ କରିବ ତୋଳେ ମଧ୍ୟ ପାରିବନି ହିମାଳୟ ତୁଲ୍ୟ। ଅତଏବ ଏଥିରୁ ଭାବନା କରନ୍ତୁ, ମାନସିକ ଆସନଟା, ମାନସିକ ପୂଜାର ଆସନଟା କଳ୍ପିତାସନ ହୋଇଥିବାରୁ ତ ବାସ୍ତବ ଠାରୁ ବହୁ ଉର୍ଦ୍ଧ୍ୱରେ। କିନ୍ତୁ ଯୋଗେଶ୍ୱର ମାନଙ୍କର ହୃଦୟ କଳ୍ପିତ ଆସନ ଏ ମାନସ କଳ୍ପିତ ଆସନ ଅପେକ୍ଷା କେତେ ଯେ ଉର୍ଦ୍ଧ୍ୱରେ, କାହିଁକିନା ସେଟା ଚିନ୍ମୟ ଆସନ। ମନରେ କଳ୍ପନା କଲେ ମଧ୍ୟ ଏଇଟା ଆମେ ପାର୍ଥିବ ଆସନଟା ନାଉ, ଆମେ କଳ୍ପନା କରିବା। ଆଉ ମନ ପାର୍ଥିବ ବସ୍ତୁକୁ କଳ୍ପନା କରିବ ନା? ଆଉ ଟିକେ ବୁଝିବାକୁ ଚେଷ୍ଟା କରନ୍ତୁ, ଗ୍ରହଣ କରନ୍ତୁ। ଅତଏବ ଯୋଗେଶ୍ୱର ମାନଙ୍କର ହୃଦୟ କଳ୍ପିତ ଆସନରେ ଯେ ଚିରକାଳ ବସି ଆସିଛନ୍ତି, ସେଇ କୋମଳତା ଯାହାର ଶରୀରରେ ଲାଗିଛି, ଯାହାର ନିତମ୍ବ ଏଇ ଯୋଗୀମାନଙ୍କ ହୃଦକଳ୍ପିତ ଆସନର କୋମଳତା, ସରସତା, ସୁଖମୟତାକୁ ଆସ୍ୱାଦନ କରି ଆସିଛି, ସେଇ ନିତମ୍ବ ଆଜି ବ୍ରଜାଙ୍ଗନା ମାନଙ୍କ ପ୍ରଦତ୍ତ ଏ ଆସନ ଉପରେ ଯେତେବେଳେ ବସି ପଡ଼ିଲେ, ମନରେ ଚିନ୍ତା କରୁଛନ୍ତି ସ ଈଶ୍ୱର ତ, ଅହୋ ଏ ଆସନଟା କୋଉଠି ରଖିଥିଲେ ଲୋ, କେଡ଼େ ସୁଖ ଲାଗୁଛି, କେଡ଼େ ସୁଖ ଲାଗୁଛି। ଛୋଟ ହେଇଗଲା ଯୋଗେଶ୍ୱର ମାନଙ୍କର ହୃଦୟ କଳ୍ପିତ ଆସନ, କେତେ ନିକୃଷ୍ଟ ହେଇଗଲା। ମୁଁ ଭାବିଥିଲି ସେଇ ଆସନଟା ସବୁଠୁ ଶ୍ରେଷ୍ଠ ବୋଲି। ଭଗବାନ ସେ ଆସନରେ ବସି ଏପରି ଚିନ୍ତା କରୁଛନ୍ତି ପରମ ତୃପ୍ତିରେ। ବ୍ରଜାଙ୍ଗନା ମାନଙ୍କର ଧର୍ମ କଣ? ଗୋଟିଏ, କୃଷ୍ଣଙ୍କୁ ସୁଖୀ କରିବା। ଏପଟେ କଣ ହଉଛି? ହଉ, କୃଷ୍ଣ ସୁଖ ହିଁ ଏକମାତ୍ର ତାତ୍ପର୍ଯ୍ୟ ସେମାନଙ୍କର ସକଳ ଆଚରଣର। କୃଷ୍ଣଙ୍କୁ ସୁଖୀ କରିବା ନିମନ୍ତେ ଯେଉଁ ଆସନ ଆଜି ପକେଇ ଦେଇଛନ୍ତି, ତତ୍ରୋପବିଷ୍ଟୋ ଭଗବାନ ସ ଈଶ୍ୱର ଯୋଗେଶ୍ୱରାନ୍ତର ହୃଦି କଳ୍ପିତାସନ। ଯେଉଁ ଭଗବାନ ଏଇ ଆସନର ଉପବିଷ୍ଟ କରିଥିବା ବ୍ୟକ୍ତି ଏଇ ଆସନରେ ସବୁବେଳେ ବସନ୍ତି, ଏଟା ସର୍ବୋତ୍କୃଷ୍ଟ ଆସନ ବୋଲି ମନେ କରନ୍ତି। ଯୋଗେଶ୍ୱର ମାନଙ୍କର ଅନ୍ତର ହୃଦୟର ଆସନ, ଯୋଗ କଳ୍ପିତ, ଏଟା କଳ୍ପିତ କୁହାଯିବନି, ଯୋଗ ଯୁଞ୍ଜିତ, ଯୋଗ ଯୁଞ୍ଜିତ ଆସନ। କଳ୍ପିତ କହିଲେ ତ ମନର ଧର୍ମ ଆସିଗଲା। ଯୋଗ ଯୁଞ୍ଜିତ ଆସନରେ ଯେଉଁ ଭଗବାନ ବସନ୍ତି, ସିଏ ଆଜି ଗୋପାଙ୍ଗନା ମାନଙ୍କର ଦ୍ୱାରା ପ୍ରଦତ୍ତ ଅଶ୍ରୁସିକ୍ତ କୁଚ କୁଙ୍କୁମ ରଞ୍ଜିତ ଏଇ ମନୋହର ଆସନରେ ବସି ପରମ ତୃପ୍ତି ହେଇଗଲେ। ଭାବିଲେ ଏମିତି ଗୋଟେ ସୁଖଦାୟୀ ଆସନ ସମ୍ଭବ, ୟା ମୁଁ ମଧ୍ୟ କଳ୍ପନା କରିନଥିଲି, ମୁଁ ମଧ୍ୟ ଜାଣିନଥିଲି। ଏଇ ଆସନରେ ବସେଇ ଭଗବାନ କଣ କଲେ ନା ଚକାଶ, ମନଟା ଖୁସି ହେଇଗଲା। ତ ଏଇ ଆସନରେ ଭଗବାନ ଏଡ଼ିକି ସୁନ୍ଦର ଦୁଶିଲେ, ଚକାଶ ଶୋଭାମୟ ହେଇଗଲେ। ଆଚ୍ଛା, ଆମର ଶୋଭାମୟତାଟା କୋଉଠା ପର୍ଯ୍ୟନ୍ତ ଆସିଲାଣି ମନେ ରଖୁଛନ୍ତି? ଟିକେ ପର୍ଯ୍ୟାୟକ୍ରମେ ମନେ ରଖୁଥାନ୍ତୁ, ଆଉ ପଛକୁ ଯିବାନି, ସମୟ ପଳେଇବ ସେଥିରେ। କେମିତି ଧୀରେ ଧୀରେ ଭଗବାନଙ୍କର ଶୋଭାମୟତାଟା ବଢୁଛି। ଏଇ ଭୂମିକି ଯେତେବେଳେ ପଳେଇ ଆସିଥିଲେ, ନାଇଁ କି, ସହଜ ସୁନ୍ଦର ମନୋଜ୍ଞ ମୂର୍ତ୍ତି ଶ୍ରୀକୃଷ୍ଣ, ସିଦ୍ଧାନ୍ତ ତତ୍ତ୍ୱଭେଦେପି ଶ୍ରୀଶ କୃଷ୍ଣ ସ୍ୱରୂପତଃ ରସେନୋତ କୃଷ୍ୟତେ କୃଷ୍ଣ ଏ ସାଙ୍ଗ ରୂପେ ରସ ସ୍ଥିତି ବୋଲି ଶାସ୍ତ୍ର ସିଦ୍ଧାନ୍ତ କଲେ। ଭଗବାନ ଶ୍ରୀକୃଷ୍ଣଙ୍କର ମୂର୍ତ୍ତିଟା ଅନ୍ୟାନ୍ୟ ମୂର୍ତ୍ତି ବେଶ ରମଣୀୟ, ରାମଙ୍କର ମୂର୍ତ୍ତି କଣ କମ ରମଣୀୟ କି? ରାମଙ୍କର ମୂର୍ତ୍ତି କମ ରମଣୀୟ ନୁହେଁ, ରମଣୀୟତାର ଶେଷ ସୀମା। ତାଙ୍କ ନାଁ ରାମ ହେଇଛି ପରା। ରାମ ଶବ୍ଦର ଅର୍ଥ କଣ? ରାମ ଶବ୍ଦର ଅର୍ଥ କଣ?
ସୁନ୍ଦର। ରାମ ଏଇ ଅକ୍ଷର ଯୋଡିକର ଅର୍ଥ କଣ? ସୁନ୍ଦର, ରମଣୀୟ। ରାମ କହିଲେ ଉପେନ୍ଦ୍ର ଭଞ୍ଜ ଲେଖିଛନ୍ତି ଗୋଟେ କୋଠି। ବିଚାର ଇ ମାଳ ଜମ କରେ କବି ମନେ, ବୁଲେ ରାମ 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 ନେତ୍ରୀ ଘେନି ବନେ। ତିନିଟା ରାମ ଶବ୍ଦ ଆସିଲା ଏଠି, ଅର୍ଥ ସବୁ ଅଲଗା ଅଲଗା। ରାମ ଗୋଟିଏ ନାମବାଚକ ବିଶେଷଣ କେବଳ ନୁହେଁ, ରାମ ଶବ୍ଦର ଅର୍ଥ ହେଉଛି ରମଣୀୟ, ଶୋଭାମୟ, ସୁନ୍ଦର। ଏଡ଼ିକି ସୁନ୍ଦର ଯେ ତାଙ୍କ ନାଁ ହେଇଯାଇଛି ରାମ। ଯେମିତି ଯେ ଛୋଟେଇ ଛୋଟେଇ ଚାଲିଛି ତା ନାଁ ହେଇଯାଇଛି ଛୋଟା। ଗାଁ ଡାକ ତାକୁ ଛୋଟା ବୋଲି ଡାକୁଛନ୍ତି, ଆଉ କିଛି ବୋଲି ଡାକୁନାହାନ୍ତି। ସେମିତି ଏଡ଼େ ସୁନ୍ଦର ଯେ ତାକୁ ସମସ୍ତେ ସୁନ୍ଦର ସୁନ୍ଦର ବୋଲି ଡାକୁଛନ୍ତି, ତାଙ୍କ ନାଁ ହେଇଯାଇଛି ରାମ। ହେଲେ ସେ ମୂର୍ତ୍ତିରେ କଣ ଅଛି? ସେ ମୂର୍ତ୍ତିରେ କଣ ଅଛି? ଏଡ଼େ ସୁନ୍ଦର ରୂପ। ସେ ମୂର୍ତ୍ତିରେ ଅଛି କଣ? ଭାବ, ଗାମ୍ଭୀର୍ଯ୍ୟ, ଗୌରବ, ଏସବୁ ଗୁଡାକ ଅଛି ନା। ବୀରତ୍ୱ, ଭଦ୍ରତା, ନମ୍ରତା, ଶାଳୀନତା, ମାନବିକତା, ଏଥିରେ ଭରପୂର୍ଣ୍ଣ ଆଉ ସେ ରୂପଟା ଆଉ। କିନ୍ତୁ କୃଷ୍ଣ ରୂପରେ, ସେଇ ରୂପଟାରେ ବାଙ୍କ ଚାହାଣୀ ଠାରୁ ଆରମ୍ଭ କରି ଉଷ୍ଟାଧାରରେ ମୃଦୁ ହସ ପର୍ଯ୍ୟନ୍ତ, ନୟନର ଇଙ୍ଗିତ, ଭୃଲତାର ସୂଚନାରେ ଭରା ରସମୟ ତନୁ, ସେଇ ସୌନ୍ଦର୍ଯ୍ୟରେ ରସ ଲହଡ଼ି ଖେଳୁଛି। ରାମଙ୍କର ସେଇ ରୂପ, କୃଷ୍ଣଙ୍କର ସେଇ ରୂପ, ଏକା ରୂପ। କିନ୍ତୁ ସେ ରୂପଟାରେ ଅଛି ଶାଳୀନତା, ଭଦ୍ରତା, ନମ୍ରତା, ଏଇ ସବୁ ଗୁଡ଼ିକରେ ଭରା। କୃଷ୍ଣ ରୂପଟାରେ ଅଛି ରସିକତା। ରସେନ ତ କୃଷ୍ୟତେ କୃଷ୍ଣ। ରସଟାରେ ସେ ରୂପଟା ଅଧିକ ଶାଣିତ ହେଇଯାଉଛି, ଅଧିକ ଆକର୍ଷଣୀୟ ହେଇଯାଉଛି। ଏତାଦୃଶ ସହଜ ସୁନ୍ଦର ସ୍ୱରୂପ ଶ୍ରୀକୃଷ୍ଣଙ୍କର ଯେତେବେଳେ ବ୍ରଜାଙ୍ଗନ ମାନଙ୍କୁ ନିକଟକୁ ଫେରି ଆସିଲେ, ସେଟା ମନମଥ ମୂର୍ତ୍ତି ହେଇଯାଇଥିଲା, ନାଇଁ କି? ସାକ୍ଷାତ ମନମଥ ବୃତ୍ତିରେ ଯେ ଗୋପାଙ୍ଗନା ଆଶ୍ଚର୍ଯ୍ୟ ହେଇଗଲେ। ଆମେ ପିଲାଦିନଠୁ ତ ୟାକୁ ଦେଖୁଛୁ, ଏଇଟା ସହଜ ସୁନ୍ଦର, କିନ୍ତୁ ଏଡ଼େ ସୁନ୍ଦର ବୋଲି ତ ଆମେ ଭାବିନଥିଲୁ। ସେଇଠୁ 4ଟି 5ଟି ସ୍ତର ଆମେ ଅତିକ୍ରମ ଆସିଲେଣି। ସେ ସୌନ୍ଦର୍ଯ୍ୟ ବଢୁଛି 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 ଯେ ପରିଶେଷରେ ଆମେ ଦେଖିଲେ ଯେତେବେଳେ କାଳିନ୍ଦୀ ପୁଳିନରେ ପଶିଗଲେ, ସେତିକିବେଳେ ଆମେ ନିର୍ଣ୍ଣୟ କରିଥିଲେ ଯେ ଶ୍ରୁତୟ ଯଥା ଯଜୁ, ମନେ ପକାନ୍ତୁ, ଯୋଉ ରୂପଟାକୁ ଦେଖି ବେଦମାନେ ତପସ୍ୟା କରିକି ଗୋପୀ ହେଲେ ସେଇ ସୌନ୍ଦର୍ଯ୍ୟଟାକୁ ଭୋଗ କରିବାକୁ, ସେଇ ରୂପଟା ସେଠି ପ୍ରକାଶ ପାଇଥିଲା। ଶ୍ରୁତୟ ଯଥା ଯଜୁ ଆମେ ଯୋଡ଼େ ଅର୍ଥ କରିନଥିଲେ କି? ଏଟା ପ୍ରଥମ ଅର୍ଥ ହେଇନଥିଲା, ମନେ ଅଛି? ଶ୍ରୁତୟ ଯଥା ଯଜୁ ସେଇ ରୂପରେ ଏପର୍ଯ୍ୟନ୍ତ ଥିଲେ। ଆଜି ଆସନରେ ବସି ପଡ଼ିଲା ବେଳେ ଶ୍ରୁତିମାନଙ୍କର ପ୍ରଲୋଭନ ପ୍ରଦାୟକ ରୂପ ଆଉ ଚକାଶ, ତାର ଶୋଭା ଆଉ ବଢିଗଲା। କଣ ଏଇଟା ଶେଷ ନାହିଁ ନା କଣ? ବେଳୁକଳ ଏମିତି ବଢୁଛି ସୌନ୍ଦର୍ଯ୍ୟ। এই রূপটার লাবণ্য বেଳୁକଳ ଅଭିବର୍ଦ୍ଧନଶୀଳ, ତାକୁ ଆମେ ଆଲୋଚନା କରିଛେ। ଯଦିଓ ଅନ୍ତିମ ସ୍ତରରେ ଅଛି, ଶେଷ ସୀମା ଅସମର୍ଦ୍ଧ୍ୟ, ତଥାପି ନିରନ୍ତର କ୍ରମ ବିକାଶ ବର୍ଦ୍ଧନଶୀଳ। ଆଲୋଚନା କରିନେ ନିରନ୍ତର କର୍ମ ବର୍ଦ୍ଧନଶୀଳ ବୋଲି। ଫେର ବଢିଲା ସେ ରୂପର ଲାବଣ୍ୟ। ତତ୍ରୋପବିଷ୍ଟ ଭଗବାନ ସ ଈଶ୍ୱର ଯୋଗେଶ୍ୱରାନ୍ତର ହୃଦି କଳ୍ପିତାସନ ଚକାଶ ଗୋପୀ ପରିଷତ ଗତୁଅର୍ଚିତ ସ୍ତ୍ରୈଲୋକ ଲକ୍ଷ୍ମୀକ ପଦଙ୍ଗ ବପୁର ଦଧତ୍। ଯେତେବେଳେ ବସିଗଲେ ଏମିତି ମୂର୍ତ୍ତି ଦେଖିକରି ଭଗବାନଙ୍କର ଲାଭ ରହୁଥିଲା, ଆଉ ବଢିଗଲା। ପ୍ରତ୍ୟେକ ମୂର୍ତ୍ତି ପାଖରେ ତ 8-10ଟି ଗୋପୀ ଘେରିକିରି ବସିଛନ୍ତି। ସେମାନେ ଉତ୍ଫୁଲ୍ଲିତ ହେଇଗଲେ କୃଷ୍ଣ ଲାବଣ୍ୟ ଦେଖି। ସେମାନଙ୍କ ଅନ୍ତଃକରଣ ଭିତରେ ଥିବା କୃଷ୍ଣ ପ୍ରୀତି ଆଉ ବଢିଗଲା। ଏଇଟା ନୁହଁ କି? ସେଦିନ ଆମେ ଆଲୋଚନା କରିଥିଲେ ପରା। ଗୋଟେ ପଟେ ଗୋପୀ ପ୍ରେମ,
ହରିଭକ୍ତି କି ଗୋଟେ ପଟେ ଠିଆ କରିଥିଲେ, କୃଷ୍ଣ ଲାବଣ୍ୟକୁ ଗୋଟେ ପଟେ ଠିଆ କରି ଉଭୟ କେମିତି ବଢୁଥିଲେ ପରସ୍ପରକୁ ଆଲୋଚନା କରିଥିଲେ। ଏଗୁଡ଼ା ତ ଭକ୍ତି ଶାସ୍ତ୍ରର ବଡ଼ ଗହିରିଆ କଥା। ୟାକୁ ଧୀରେ ଧୀରେ ଧରିଦେବାକୁ ହବ ନା। ଆଉ ଏଟା ଆଉ ମିଳିବନି ଯେ ରାଜପଞ୍ଚାୟତ ହେଇ ପଳେଇଲେ ଏଇ ଜିନିଷ ଆଉ ପାଇବାନି। ଜ୍ଞାନ ଧ୍ୟାନ ଗୁଡେ ପାଇବା, ଏ ବସ୍ତୁ ଆଉ ପାଇବାନି। ଯାହା ହଉ, ଯେତେବେଳେ ଭଗବାନଙ୍କର ଲାବଣ୍ୟ ଆଉ ବଢିଗଲା, ସଭାସତ୍ ଯେମିତି ସଭା ଭିତରେ ସଭାପତି ବସିଥାନ୍ତି, ସଭାସତଗଣ ଚତୁର୍ଦିଗରେ ପାର୍ଷଦଗଣ ପରିବେଷ୍ଟିତ ହୋଇ ବସିଥାନ୍ତି, ଭଗବାନ ସେଇ ପ୍ରକାର ବ୍ୟରୋଚିତ ଗୋପାଙ୍ଗନାମାନଙ୍କ ପ୍ରଦତ୍ତ ଆସନରେ ବସି ପରମ ଶୋଭାମୟ ହୋଇ, ପରମ ଲାବଣ୍ୟମୟ ହୋଇ, ଆଉ ଅଧିକ ବଢିଯାଇଛି କୃଷ୍ଣ ଲାବଣ୍ୟ। ତତୁ ପାର୍ଶ୍ୱରେ ସଭାସଦ ତୁଲ୍ୟ ବ୍ରଜାଙ୍ଗନା ମାନେ ବସିଛନ୍ତି। ଏ ଆସନଟାରେ ଯେତେବେଳେ ବସି ପଡ଼ିଲେ, କୃଷ୍ଣ ଏମିତି ଖୁସି ହେଇଗଲେ ଯେ ଗୋପାଙ୍ଗନା ମାନେ କଣ କଲେ ଆଉ ସହ୍ୟ କରିପାରିଲେନି। ଅର୍ଚ୍ଚନା ଆରମ୍ଭ କରିଦେଲେ। ଚକାଶ ଗୋପୀ ପରିଷଦ ଗତୋ ଅର୍ଚିତ। ଗୋପୀମାନଙ୍କ ସଭାରେ ବସି ଭଗବାନ ଯେତେବେଳେ ଉତ୍ଫୁଲ୍ଲିତ ହେଇଗଲେ, ଗୋପାଙ୍ଗନା ମାନେ ଅର୍ଚ୍ଚନା କରିବାକୁ ଆରମ୍ଭ କରିଦେଲେ, ଆଉ ସହ୍ୟ କରିପାରିଲେନି। ବୋଲେ ଏତିକି ବେଳେ ଟିକେ ପୂଜା କରିଦେଇଥିବା ଲୋ, ଏତିକି ବେଳେ ଟିକେ ପୂଜା କରିଦେଇଥିବା, ନାଇଁ କି? ଯେମିତି ଚନ୍ଦ୍ରମା ଆକାଶରେ ପୂର୍ଣ୍ଣିମା ଉପବାସ କରିଛି, ତରୁଣୀଟି ପୂର୍ଣ୍ଣିମା ଚନ୍ଦ୍ର ଉପବାସ କରିଛି, ତ ମେଘମାଳା ଆକାଶରେ ଚନ୍ଦ୍ରମା ଦିଶୁନାହାନ୍ତି, କେମିତି ପୂଜା କରିବ? ଧୂପ ଦୀପ ଗନ୍ଧ ପୁଷ୍ପ ନୈବେଦ୍ୟ ଇତ୍ୟାଦି ସବୁ ଧରିକିରି ଠିଆ ହେଇଛି। ଚନ୍ଦ୍ର ଦୁଶିଲେ ପୂଜା କରିବ। ମେଘମାଳା ଭିତରେ ଚନ୍ଦ୍ର ଗତି କରୁଛନ୍ତି, ଖଣ୍ଡ ଖଣ୍ଡିଆ ମେଘ ଭିତରେ ଜଗିକିରି ରହିଛି। ଯେମିତି ଚନ୍ଦ୍ର ଭିତରୁ ବାହାରି ପଡେ, ତରବର ଏହି ଦୁସରା 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 ସାଙ୍ଗେ ସାଙ୍ଗେ ଘଣ୍ଟି ବଜେଇ ପୂଜା କରିଦେଲା। ପୂଜା ଶେଷ ପଟେ ହେଲା ବେଳକୁ ଆଉ ଖଣ୍ଡେ ମେଘ ଭିତରେ ପଶିଗଲାଣି। ବୁଝିପାରୁଛନ୍ତି କି ଉଦାହରଣଟା? ଯେମିତି ସେ ଅପେକ୍ଷା କରି ରହିଥାଏ, ଦୁସରା କ୍ଷଣି ଚନ୍ଦ୍ରମା ମେଘମଣ୍ଡଳ ଭିତରୁ ପୂଜା ଅର୍ଚ୍ଚନା ଆରମ୍ଭ କରିଦିଏ, ତରବର କରି, କାଳେ ଲୁପ୍ତ ଲୁଚିଯିବ ବୋଲି। ଠିକ ତଦ୍ରୂପ ଏଇ ଲାବଣ୍ୟ କୁଆଡେ ଆଉ ଥରେ ଲୁପ୍ତ ହୋଇଯିବ ବୋଲି ସାଙ୍ଗେ ସାଙ୍ଗେ ଗୋପଙ୍ଗଣ ମାନେ ଏ ରୂପର ପୂଜା କରିବାର ଅବକାଶ କେହି କେବେ ହେଲେ ପାଇନାହାନ୍ତି। ଏଇ ମୂର୍ତ୍ତିର ଟିକେ ପୂଜା କରିଦେଇଥିବା ବୋଲି ପୂଜା ଆରମ୍ଭ କରିଦେଲେ। କୃଷ୍ଣଙ୍କର ଚତୁଃପାର୍ଶ୍ୱରେ ବସି ଅର୍ଚିତ, ଅର୍ଚ୍ଚନା। ଅର୍ଚ୍ଚନା କହିଲେ କଣ? ପୂଜା। ଚକାଶ ଗୋପୀ ପରିଷଦ ଗତ, ଗୋପୀ ମଣ୍ଡଳୀ ଗତ ଅନ୍ତର୍ଗତ ଅବସ୍ଥାରେ ଯେତେବେଳେ ଚକାଶ ଆତ୍ୟନ୍ତିକ ପ୍ରକାଶ, କୃଷ୍ଣ ଲାବଣ୍ୟର ଆତ୍ୟନ୍ତିକ ପ୍ରକାଶ ଘଟିଲା। ଏ ଲାବଣ୍ୟଟା କେତେ ସମୟ ରହିବ କିଏ କହିବ? ଚନ୍ଦ୍ରଟା ମେଘ ଭିତରୁ ବାହାରିଛି, କେତେ ସମୟ ରହିବ କିଏ କହିବ? ଆଉ ଖଣ୍ଡେ ମେଘ ଭିତରେ ବସି ଯାଇପାରେ। এই অবসরে, এই সুযোগরে পূজা অর্চনা যেমনি করিদিয়ন্তি তরুণী মানে, চন্দ্র পূজা করিদিয়ন্তি। কৃষ্ণଙ୍କର ଏ ଲାବଣ୍ୟ ଥାଉ ତ ଏ ମୂର୍ତ୍ତି ତ ଆଉ ପାଇବା କି ନ ପାଇବା, କେତେବେଳେ ଏ ଲାବଣ୍ୟ ଆଉ ପାଇବା କି ନ ପାଇବା, ଏତିକି ବେଳେ ପୂଜା କରିଥିବା ବୋଲି ପୂଜା ଆରମ୍ଭ କରିଦେଲେ। ଚକାଶ ଗୋପୀ ପରିଷଦ ଗତୁ ଅର୍ଚିତ, ଅର୍ଚିତ ଅର୍ଚ୍ଚନା କଲେ। କିଭଳି ଅର୍ଚ୍ଚନା କଲେ? ଅର୍ଚ୍ଚନା କହିଲେ ତ ପୂଜା, ଅର୍ଚ୍ଚନା କହିଲେ ତ ପୂଜା। କିଲୋ ଗୋପୀଗଣ କେମିତି ପୂଜା କଲ ଲୋ? ନା ପୂଜା କଲୁ, ତମେ ଯେମିତି କରୁଛ ଆମେ ସେମିତି କଲୁ। ଆମେ କେତେ ପ୍ରକାରର ପୂଜା କରୁଛୁ? ପଞ୍ଚୋପଚାର ପୂଜା, ଷୋଡ଼ଶୋପଚାର ପୂଜା, ଚତୁଷ୍ଷଷ୍ଠୀ ଉପଚାର ପୂଜା, ଶତୋପଚାର ପୂଜା, ସହସ୍ରୋପଚାର ପୂଜା, ଋଗ୍ବେଦର ସହସ୍ର ରୁଦ୍ରାଭିଷେକ, ଶତରୁଦ୍ରାଭିଷେକ ମାନଙ୍କରେ ସହସ୍ରୋପଚାର ବ୍ୟବସ୍ଥା ରହିଛି। ତମେ କୋଉ ଉପଚାର, କେତେ ଉପଚାରରେ ପୂଜା କଲ ଗୋପୀଗଣ? ନା ଆମକୁ ତ ବେଳ ନଥିଲା, ଚନ୍ଦ୍ର କେତେବେଳେ ଫେର ମେଘ ଭିତରେ ପଶିଯିବେ, ଆମେ ଷୋଡ଼ଶ ଉପଚାର ସଜଉ ସଜଉ ତ ପଶିଯିବ, ତେଣୁ ଯାହାହେଲେ ପୂଜାଟା ହେଇଯାଉ ବୋଲି ପଞ୍ଚୋପଚାରରେ କରିଦେଲୁ। ତରବରିଆ ହେଇ ପଞ୍ଚୋପଚାରର ପୂଜାଟା ହେଇଯିବା ଦରକାର। ଷୋଡ଼ଶ ଉପଚାର ସଜଉ ସଜଉ ଆଉ ଥରେ ଚନ୍ଦ୍ରମା ମେଘମଣ୍ଡଳ ଭିତରେ ପଶିଯିବନି କି? ସମୟ କାଇଁ?
ଯଦି ହୃଦୟରେ ଭାବ ଅଛି, ପ୍ରୀତି ଅଛି, ପୂଜାର ନିଷ୍ଠା ଅଛି, ଶୌଚାଚାର ଅଛି, ପଞ୍ଚୋପଚାର ଯଥେଷ୍ଟ। ସହସ୍ରୋପଚାରରେ ଏତିକି ଫଳ ପାଇବାନି, ପଞ୍ଚୋପଚାରରେ ଯେତିକି ଫଳ ପାଇବା ପ୍ରୋଭାଇଡେଡ ଶୌଚ, ନିଷ୍ଠା, ପ୍ରୀତି, ଆବେଗ ଯଦି ଅଛି, ନାଇଁ କି? ନା ନାଇଁ କଥାଟା ଠିକ? ତେଣୁ ପଞ୍ଚୋପଚାର ଯଥେଷ୍ଟ। କାହିଁ ବଢେଇ ବସିବୁ? ଚନ୍ଦ୍ରମା ଲୁଚି ଯାଇପାରେ ମେଘମଣ୍ଡଳ ଭିତରେ। ଏ ଲାବଣ୍ୟ କେତେ ସମୟ ରହିବ? କିଏ କହିବ? ତା ଇଚ୍ଛାରେ ସେ ପ୍ରକାଶ ପାଇଛି। ଯଦି ସ୍ତିମିତ ହୋଇଯିବ, ଲୁଚିଯିବ କୃଷ୍ଣ ଶ୍ରୀରଙ୍ଗ ଭିତରେ, ଏ ଲାବଣ୍ୟ ଯୋଉ ଚକାଶ ପ୍ରକାଶ ପାଇଛି, ଇଏ ଯଦି ଲୁପ୍ତ ହୋଇଯିବ, ଆମ ପୂଜା ବ୍ୟର୍ଥ ହୋଇଯିବ। ଭଗବାନଙ୍କର ସବୁ ମୂର୍ତ୍ତିର ତ ପୂଜା ହଉଛି, ଏ ଲାବଣ୍ୟମୟ ମୂର୍ତ୍ତିର ପୂଜା କାହାକୁ ମିଳୁଛି ଅବକାଶ? ଆମେ ଗୋଟେ ଅବକାଶ ପାଇଛୁ, ପୂଜା କରିଦେବୁ ନା। କଲ ନା? ହଁ, ପଞ୍ଚୋପଚାର ହେଇଗଲା। ପଞ୍ଚୋପଚାରରେ ପୂଜା କରିଦେଲେ ଗୋପୀମାନେ। ହଇଲୁ, ପଞ୍ଚୋପଚାର ବୋଲେ କଣ ଜାଣିଛ? ଗୌଡୁଣୀ ଗୁଡାକ ତମ ଏରିଆରେ ଚାଟଶାଳୀ ନାହିଁ? ଅଛି? ସ୍କୁଲ ଘର ଅଛି? ନଥିଲା। କୋଉଠି ତ ବର୍ଣ୍ଣନା ହଉନି। ଦ୍ୱାରକାରେ ଅଛି। କେତେ ଲକ୍ଷ, 3 ଲକ୍ଷ, କେତେ ହଜାର ଅଧ୍ୟାପକ ଥିଲେ ବୋଲି ଭାଗବତରେ କୁହାଯାଇଛି ଦ୍ୱାରକାରେ। ତ ତୁମେ ତ ପାଠଶାଠ ପଢିନ, ତମେ କେମିତି କରି ପକେଇଲ ପଞ୍ଚୋପଚାର ପୂଜା? ଜାଣିଛ କଣ? ନା ହଁ, ଆମେ ଜାଣିଛୁ। କଣ କଣ ପୂଜା ହୁଏ? ଧୂପ, ଦୀପ, ଗନ୍ଧ, ପୁଷ୍ପ, ନୈବେଦ୍ୟ, ଏ 5ଟି ହଉଛି ପଞ୍ଚୋପଚାର ମିନିମମ୍। ୟାଠୁ କମରେ ପୂଜା ହେଇପାରିବନି। ଧୂପ, ଦୀପ, ନାଇଁ କି, ଆଉ ଗନ୍ଧ, ପୁଷ୍ପ, ନୈବେଦ୍ୟ, ଏ 5ଟି। 5ଟି ନା ଆଉ କିଛି ଉପକରଣ ତା ସେଥିରେ ଦରକାର ହୁଏ? କଣ ଉପକରଣ ଦରକାର ହୁଏ? ନା ଠାକୁର ତ ଆସନରେ ବସିଛନ୍ତି, ପୂଜକ ପାଇଁ ଗୋଟେ ଆସନ ନହେଲେ ତଳେ ବସି ପୂଜା କରିବାକୁ ମାନେ ସେଟା ଅନିବାର୍ଯ୍ୟ। ପୂଜକ ପାଇଁ ଗୋଟେ ଆସନ ଦରକାର। ବିନା ଆସନରେ ପ୍ରଥମେ ଆସନ ଶୁଦ୍ଧିଟା କଲେ ଯାଇକରି ଆରମ୍ଭ କରିବ। ଭୂତ ଶୁଦ୍ଧି କରିପାର ନ କରିପାର, କିନ୍ତୁ ଆସନ ବିନା ଆସନରେ ପୂଜା କରିବାକୁ ହବନି, ନାଇଁ କି? ବ୍ରାହ୍ମଣ ମାନଙ୍କୁ ଆପଣ ଦେଖିଥିବେ, ଅସ୍ଥାନରେ ବଣ ଜଙ୍ଗଲ ପଡିଆ ଫଡିଆ କୋଉଠି ଗୃହ ପ୍ରତିଷ୍ଠାତରେ ଯଦି କୁଆଡୁ ନ ପାଇବେ, ଗୋଟେ କୁଶଟେ ପକେଇ ଦେଇ ତାପରେ ବସି ପଡିବେ ଆସନ କଳ୍ପିତ, କି ଘାସଟେ ପକେଇ ଦେଇ ବସି ପଡିବେ, କି ଫୁଲଟେ ପକେଇ ଦେଇ ତାପରେ ବସି ପଡିବେ। ଆସନଟା ନିହାତି ଦରକାର। ଆଉ କଣ ଏକାନ୍ତ ଆବଶ୍ୟକ? ନା ଜଳ ଟିକେ ଦରକାର, ନହେଲେ ବସ୍ତୁ ପୃକ୍ଷଣ ହବ କେମିତି? ଜଳ ବିନା ପୂଜା ହେଇପାରିବନି। ଅନ୍ୟାନ୍ୟ ଅଙ୍ଗ ସଂକୁଚିତ କରିଦେଲେ ଚଳିଯିବ, କିନ୍ତୁ ଆସନ ଦରକାର ପୂଜକର, ଜଳ ଟିକେ ଦରକାର। ଆଉ ପଞ୍ଚ ଉପଚାର ତ ନିହାତି ଦରକାର। ଏଇ 5ଟାରେ ତ ପୃକ୍ଷଣ ହବ, ଅର୍ପଣ ହବ। ଧୂପ, ଦୀପ, ଗନ୍ଧ, ପୁଷ୍ପ, ନୈବେଦ୍ୟ। ଆଉ ନା ୟା ପରେ ଅନ୍ତତଃ ଆରତି ଟିକେ କରିବାକୁ ହବ। ପୂଜା ପରେ ଆରତିଟା ତାର ଅଙ୍ଗ, ଯଦିଓ ପଞ୍ଚପୂଜନ ଆରତି ବିନା ପୂଜା ପୂର୍ଣ୍ଣାଙ୍ଗ ହୁଏ ନା। ଆଚ୍ଛା, ଆରତି ପରେ ପୁଷ୍ପାଞ୍ଜଳି ଟିକେ, ପ୍ରଣାମ ଟିକେ, ଆଉ କିଛି ଆବଶ୍ୟକ ନାହିଁ। ଏତିକି ନିହାତି ଦରକାର। ଏଥିରୁ ଗୋଟିଏ ଅଙ୍ଗ କଟି ପାରିବନି ପୂଜାରେ। ଆସନ, ଜଳ, ପଞ୍ଚପଦାର୍ଥ, ପଞ୍ଚୋପଚାର, ଆରତି, ପୁଷ୍ପାଞ୍ଜଳି, ପ୍ରଣାମ। ତମେ ସବୁ ଧରିକିରି ଆସିଥିଲ ଘରୁ? ନା ହଁ, ଆମେ ସବୁ ଧରିକିରି ଆସିଥିଲୁ। କେମିତି କଣ କଲ? କି ଭଳିଆ କଲ? ନା ଏଇଠୁ ତ ସବୁ ସଂଗ୍ରହ କରିଦେଲୁ। ପ୍ରଥମେ ଆସନ କଣ ପକେଇଲ? ବିପୁଳ ହରିଭକ୍ତି ରୂପକ ଆସନ ଉପରେ ବସି ବ୍ରଜାଙ୍ଗନା ମାନେ ପୂଜକିନି ସାଜି ଏ ରମଣୀୟ ମୂର୍ତ୍ତିର, ଏ ମନୋହର ମୂର୍ତ୍ତିର ପୂଜା କରୁଛନ୍ତି। କୁ ଆସନରେ ବସିଲେ? ଅସୀମ ଅପାର ହରିଭକ୍ତି, ହରିଭକ୍ତି ରୂପକ ଆସନ ଉପରେ ବସି ଯେତେବେଳେ କୃଷ୍ଣ ଅର୍ଚ୍ଚନା କରୁଛନ୍ତି। ପାଣି କୋଉଠୁ ପାଇଲ ଲୋ? ଓହୋ, ଚାରିପଟେ କାଳିନ୍ଦୀ ଘେରିକିରି ରହିଛି ପରା, ପାଣି ଅଭାବ ନାହିଁ। ହେଲେ ଢାଳ ଆଣିଥିଲଟି? ଏଇ ପାଣିରେ ସେ ମୂର୍ତ୍ତିର ପୂଜା ହବନି। ଏଟା ପାର୍ଥିବ ପାଣିଟା, ସେଟା ଚିନ୍ମୟ ନୁହଁ, ରସମୟ ନୁହଁ, ରସ ଘନମୟ ନୁହଁ, ଆଉ କଣ ଅଲୌକିକ ଏ ମୂର୍ତ୍ତି। ଏହାକୁ ପାର୍ଥିବ ପାଣିରେ ପୂଜା କରିହବନି। ତାହେଲେ କେଉଁ ଜଳରେ ପୂଜା କଲ ଲୋ ଗୋପୀଗଣ? ଗୋପୀଗଣ ଖୋଲିକିରି କହିଦଉଛନ୍ତି, ନୟନ ରଶ୍ରୁ ଜଳରେ ଏ କୃଷ୍ଣ ଅର୍ଚ୍ଚନ ହେଲା। ଭକ୍ତି ରୂପକ ଆସନରେ ବସି
ନୟନାଶ୍ରୁ ଜଳରେ ଏ ମୂର୍ତ୍ତିର ଆରାଧନା କରାଯାଏ। କାଳିନ୍ଦର ଜଳର ଆବଶ୍ୟକତା ନାହିଁ। ଜଳ ଶୋଧନ କରିବା ଆବଶ୍ୟକତା ନାହିଁ, ଅମୃତୀକରଣ କରିବା ଆବଶ୍ୟକତା ନାହିଁ। କୋଟି ଅମୃତର ଉର୍ଦ୍ଧ୍ୱରେ ଏ ନୟନାଶ୍ରୁ ରହିଛି। ୟାକୁ କେବେ ହେଲେ ଅପବିତ୍ରତା ସ୍ପର୍ଶ କରିପାରେ ନା। ବିପୁଳ ହରିଭକ୍ତି ରୂପକ ଆସନରେ ବସି ବ୍ରଜାଙ୍ଗନାଗଣ ରମଣୀୟ ଶ୍ରୀକୃଷ୍ଣ ମୂର୍ତ୍ତି ଅର୍ଚ୍ଚନା କରୁଛନ୍ତି। ଯେତେବେଳେ ନୟନର ଅଶ୍ରୁ ଜଳରେ ପଦାର୍ଥ ସମୂହ ପ୍ରୋକ୍ଷଣ କରି ଧୂପ ବୋଲି କଣ ଦେଲେ? ପ୍ରଥମେ ବନ୍ଦାଣ ତଣ୍ଡୁଳ ଧୂଳି ତନୁ ଗନ୍ଧ ଗଦ। ଗୋପାଙ୍ଗନା ମାନଙ୍କର ଶ୍ରେୟଙ୍ଗର ଯେଉଁ ସୁବାସ, ଶ୍ରେୟଙ୍ଗର ଯେଉଁ ସୁଗନ୍ଧ, ତାହା ଧୂପ ରୂପେ ଅର୍ପିତ ହେଲା ନାହିଁ କି? ଅପ୍ରାକୃତ କୃଷ୍ଣ ଭୋଗ୍ୟା ବ୍ରଜାଙ୍ଗନା ମାନଙ୍କୁ କଣ ସାଧାରଣ ଭାବରେ ନିର୍ମାଣ କରିଛନ୍ତି ବର୍ଣ୍ଣବାସୀ? କୃଷ୍ଣ ଭୋଗ୍ୟାଟି କାହା ପାଇଁ ଉପକରଣ ତିଆରି ହେଉଛି? କାହା ପରିତୃପ୍ତି ନିମନ୍ତେ ଉଦ୍ଦିଷ୍ଟ? ତେଣୁ କାହା ଦେହରୁ ମାଧବୀ, କାହା ଦେହରୁ ମାଳତୀ। ଆମେ ତ ଏକଥା ଭଲ ରୂପେ ଜାଣିଛୁ। ଆପଣଙ୍କୁ ସବୁବେଳେ କୁହାଯାଇଛି ସର୍ବଦା କୃଷ୍ଣଙ୍କ ଦେହରୁ କସ୍ତୁରୀର ଗନ୍ଧ ବିନିର୍ଗତ ହୁଏ। ଶୁଣିନାହାନ୍ତି? ରାଧାରାଣୀଙ୍କ ଦେହରୁ ଅବଧୂତା କହିପାରିବେ। ଆପଣମାନଙ୍କୁ କୁହାଯାଇଛି ରାଧାରାଣୀଙ୍କ ଦେହରୁ ପଦ୍ମଗନ୍ଧ। ଏଣୁ କୃଷ୍ଣଙ୍କଠି ଲୁଚି ପାରନ୍ତିନି। କୌଣସି ଲତାକୁଞ୍ଜ ଭିତରେ ଯଦି ଲୁଚିଥିବେ ଗୋପୀମାନଙ୍କୁ ଖୋଜିବାକୁ ଅସୁବିଧା ହୁଏ ନା। ଯୋଉଠି କସ୍ତୁରୀର ଗନ୍ଧ ପାଇଗଲେ ଏଇ କୋଠି ଅଛନ୍ତି, ଏଇ ଭିତରେ କୋଠି ଅଛନ୍ତି, ଏଇ କସ୍ତୁରୀର ଗନ୍ଧ ଆସିଗଲାଣି। କୃଷ୍ଣଙ୍କ ଦେହରୁ କସ୍ତୁରୀର ଗନ୍ଧ ସର୍ବଦା ନିର୍ଗତ ହୁଏ। ରାଧାରାଣୀଙ୍କ ଦେହରୁ ପଦ୍ମର ଗନ୍ଧ ସର୍ବଦା ନିର୍ଗତ ହୁଏ, ପଦ୍ମ ଫୁଲର ଗନ୍ଧ। ଅନ୍ୟାନ୍ୟ ଗୋପାଙ୍ଗନା ମାନଙ୍କୁ ପୌର୍ଣ୍ଣମାସୀ ଠିକ ସେଇଭଳିଆ ତିଆରି କରିଛନ୍ତି। ଯେମିତି ପରମ ସୁଷମାମୟୀ ପରମ ସୁଗନ୍ଧମୟୀ ଅଙ୍ଗ ନହେଲେ କୃଷ୍ଣ ଭୋଗ୍ୟ ହବ? ଏଟା କାହା ପାଇଁ ତିଆରି ହେଇଛି? ଏ ଭାବମୟ ଦେହଟି, ଏ ପ୍ରୀତିମୟ ଦେହଟି, ଏ ରସମୟ ଦେହଟି ଏଟା ପଞ୍ଚଭୂତମୟ ଦେହ ନୁହଁ ମ? କାହା ପାଇଁ ତିଆରି ହେଇଛି? କୃଷ୍ଣ ତୃପ୍ତି ଅର୍ଥେ, କୃଷ୍ଣ କ୍ରୀଡ଼ାର୍ଥେ ନିର୍ମାଣ କରାହେଇଛି। ସେ ଦେହରୁ କୋଉଠୁ ମାଳତୀ, କୋଉଠୁ ମଲ୍ଲିକା, କୋଉଠୁ ନବମଲ୍ଲିକା, କୋଉଠୁ ବକୁଳର ଗନ୍ଧ କାହା ଦେହରୁ କଣ ବାହାରୁଛି? ଯାହା ଦେହରୁ ଯେଉଁ ଗନ୍ଧ ବିନିର୍ଗତ ହଉଛି କୃଷ୍ଣ ଚରଣାର ବିନ୍ଦରେ ଧୂପ ରୂପେ ତାକୁ ଅର୍ପଣ କଲେ। ତେବେ ଦୀପ ଅଙ୍ଗ କାନ୍ତି ଝଲମଲ ପ୍ରଦୀପ ଜ୍ୱଳନ ଗୋ। ଶ୍ରେୟଙ୍ଗ କାନ୍ତି ବ୍ରଜାଙ୍ଗନା ମାନଙ୍କର ଅଙ୍ଗର କାନ୍ତି କିଦୃଶ? ତପ୍ତ କାଞ୍ଚନ ବର୍ଣ୍ଣାଭ୍ୟାଂ ରାଧେ ବୃନ୍ଦାବନେଶ୍ୱରୀ। ତପ୍ତ କାଞ୍ଚନ, ତପ୍ତ କାଞ୍ଚନ କଣ? କାଞ୍ଚନ କହିଲେ କଣ? ନା, କାଞ୍ଚନ କହିଲେ ସୁନା ନୁହଁ। ଆଚ୍ଛା, କନକ କହିଲେ ସୁନା, ସୁବର୍ଣ୍ଣ କହିଲେ ସୁନା? ନା, ପ୍ରଭେଦ ଅଛି। ସୁନା ସତ, କିନ୍ତୁ ପ୍ରଭେଦ ଅଛି। ଉଦାହରଣଟେ ଦଉଛି, ନହେଲେ ବାବାଜୀ ଗାଁରୁ ସେଠୁ ଭୂତେଇ ଦେଲେ ଆମକୁ ବୋଲି କହିବେ। ଉପେନ୍ଦ୍ର ଭଞ୍ଜ ଲେଖୁଛନ୍ତି ବୈଦେଶ ବିଳାସରେ, ରସିକ କବି ନହେଲେ ରସଜ୍ଞ ନହେଲେ କୁଆଡୁ ରସ ଜାଣିବ? ଯେତେବେଳେ ଶୂର୍ପଣଖା ଆସିଛି, ରାମଙ୍କର ଶୋଭା ଦେଖିକି ପ୍ରଲୋଭିତା ହେଇଯାଇଛି, ମନରେ କଳ୍ପନା କରୁଛି ଯେ ପୁରୁଷକୁ କୌଣସି ମତେ ମୁଁ ଗ୍ରହଣ କରି ପକାନ୍ତି, ଯେ ଆୟତ୍ତ କରି ପକାନ୍ତି। କିନ୍ତୁ ତା ପାଖରେ ଯୋଉ କୁମାରୀଟି ଅଛି, ତରୁଣୀଟି ଅଛି, ଜାନକୀ ଅଛନ୍ତି, ବାଳିକି ନାହିଁ ଭୁବନ ଲୋକରେ ବଳି ବିଭୋଗୀ ଏହାରେ ଯେଉଁ ଦିବ୍ୟ ପୁରୁଷ ବିହଳିବ ନାହିଁ ପରାମୁରେ ମାନସ। ଶୂର୍ପଣଖା କଳ୍ପନା କରୁଛି, ଏଡେ ସୁନ୍ଦର ତରୁଣୀକୁ ଯିଏ ଭୋଗ କରୁଛି, ବିଭୋଗୀ ଏହାରେ ଯେଉଁ ଦିବ୍ୟ ପୁରୁଷ ପ୍ରଭୁ ଶ୍ରୀରାମ ବିହଳିବ ନାହିଁ ପରା ମୋରେ ମାନସ। ସେ ମୋ ପ୍ରତି ଆକୃଷ୍ଟ ନ ହେଇପାରେ। ବୁଝିଲେ ନା? କାହିଁକି? କେମିତିକା ତା ପାଖରେ ଯୋଉ ତରୁଣୀଟି ଅଛି, ସେ ଦେଖିବାକୁ କେମିତି କି?
ଭଞ୍ଜ ମହାଶୟ ତ ବହୁତ ବର୍ଣ୍ଣନା କରିଛନ୍ତି, ଆମର ପ୍ରୟୋଜନ ପଦଟା ସେଥିରୁ କେବଳ ନବା। ବାଳିକୁ ନାହିଁ ସବୁ ତ ବ ଅକ୍ଷରରେ ଆରମ୍ଭ ହବ। ବାଳିକୁ ନାହିଁ ଭୁବନ ଲୋକରେ ବଳି, ବର୍ଣ୍ଣେ ସୁବର୍ଣ୍ଣ କନକ କାଞ୍ଚନ ଦଳି। ତିନିଟା ଶବ୍ଦ କଣ ଏକାଠି ପ୍ରୟୋଗ କଲେ ହ? ସବୁଗୁଡାକର ଅର୍ଥ ପରା ସୁନା। କୋଉଟା ହେଲେ ତ ଗୋଟିଏ ଶବ୍ଦ ପ୍ରୟୋଗ କରିଥିଲେ ହେଇଥାନ୍ତା। ଏଡେ ବଡ କବି, ତାର ଭୁଲ କେବେ ଆସିପାରିବ ଶବ୍ଦରେ? ପୁଅ ଅଛି ବିଶ୍ୱରେ, ଆମେ ଅଧମ ଗୁଡାକ ସିନା ତାକୁ ବୁଡେଇ ଦେଲେ ସମୁଦ୍ର ଭିତରେ ନେଇକିରି। ଆଜି ଯଦି ଆଉ ଗୋଟେ ଦେଶରେ ଏଇଟା ହେଇଥାନ୍ତା, ଏ ପିଲା ଜନ୍ମ ହେଇଥାନ୍ତା, ବିଶ୍ୱର ଶ୍ରେଷ୍ଠ କବି ରୂପେ ଏଖଣି ପୂଜିତ ହଉନଥାନ୍ତା? କାଳିଦାସଙ୍କଠୁ କେତେ ଉଚ୍ଚ ସ୍ତରକୁ ପଳେଇଥାନ୍ତା, ତାର ଠିକ ଠିକଣା ନାହିଁ। କିନ୍ତୁ ଆମେ ହତଭାଗା, ଆମ ପଦାର୍ଥକୁ ଆମେ ବ୍ୟକ୍ତ କରିବାକୁ ଅସମର୍ଥ କେବଳ ନହୁ, କୁଣ୍ଠିତ ମଧ୍ୟ। ବାଳିକୁ ନାହିଁ ଭୁବନ ଲୋକରେ ବଳି, ବର୍ଣ୍ଣେ ସୁବର୍ଣ୍ଣ କନକ କାଞ୍ଚନ ଦଳି। ସୁବର୍ଣ୍ଣ କନକ କାଞ୍ଚନ ତିନିଟାକ ଶବ୍ଦ ଏକାଠି ଲଗେଇଲେ ଉପେନ୍ଦ୍ର ଭଞ୍ଜ। କେଉଁ ଭଞ୍ଜ ମହାଶୟ ସବୁ ତ ଗୋଟିଏ ପଦାର୍ଥକୁ ବୁଝଉଛି, ତୁମେ କଣ ତିନିବାର କରିଦେଲ ଏ ଅର୍ଥ, ତିନିଥର ଲଗେଇଦେଲ, ଏଟା ତ ଦୋଷ ହେଇଗଲା। କବିତା ଦୃଷ୍ଟିରୁ ଶବ୍ଦ ପ୍ରୟୋଗ ଜନିତ ଗୋଟେ ଦୂଷଣ ରହିଗଲା, ଦୋଷ ରହିଗଲା। ନା ନାଇଁ, ଦୋଷ ନାହିଁ, ଭଲ କରି ବୁଝ। ସୁବର୍ଣ୍ଣ ସାଧାରଣ ସୁନା, ଯୋଉ ଅଳଙ୍କାର ଆମେ ପିନ୍ଧୁଛେ ତାକୁ କୁହାଯାଏ ସୁବର୍ଣ୍ଣ। ଯୋଉ ଅଳଙ୍କାର ଆମେ ପିନ୍ଧୁଛେ, କେଉର କୁଣ୍ଡଳ ପ୍ରଭୃତି, ଏ ସାଧାରଣ ସୁବର୍ଣ୍ଣ, ଇଏ ହଉଛି ତାକୁ ସୁବର୍ଣ୍ଣ କୁହାଯାଏ। କାହିଁକି ନା ବର୍ଣ୍ଣଟା ଅତ୍ୟନ୍ତ ଉତ୍ତମ ବୋଲି ତାକୁ ସୁବର୍ଣ୍ଣ କୁହାଯାଏ। ଇଏ କେତେବେଳେ କନକ ହବ? ଦେହରୁ ଉତ୍ତାରି ସୁବର୍ଣ୍ଣ ମାଜିବାର ଫଳ ମୁକ୍ତା ମଜା ନାମକ ଫଳକୁ ଛେଚି ତା ରସରେ ଯଦି ମାଜି ଦିଆଯାଏ, ଚକଚକ ହେଇଯିବ, ଶାଣିତ ହେଇଯିବ, ସେତେବେଳେ ତାକୁ କୁହାଯିବ କନକ। କିମ୍ବା ସେଇ ଅଳଙ୍କାରକୁ ନେଇ ଯଦି ଶାଣରେ ଟିକେ ବସେଇଦେବେ, କିଛିଟା ଘୋରି ହେଇଯିବ ତା ଦେହରୁ। ଶାଣ ଦିହରେ ଯେମିତି ଛୁରୀ ଶାଣ ଦିଆ ହେଇ ତୀକ୍ଷ୍ଣ କରାହଉନି, କିନ୍ତୁ ଶାଣରେ ବସେଇଦେଲେ, ଅଳଙ୍କାରକୁ ନେଇ ଶାଣରେ ଶାଣିତ କରିଦେଲେ, ଜଳି ଉଠିବ ତା ତେଜ, ସେତେବେଳେ ତାକୁ କୁହାଯାଏ କନକ। ସୁବର୍ଣ୍ଣ କନକ। ଆଉ ତେବେ କାଞ୍ଚନ, ଦଗଧଙ୍ଗ ଦଗଧଙ୍ଗ ତ୍ୟଜତି ନ ପୁନ କାଞ୍ଚନମ କାନ୍ତ ବର୍ଣ୍ଣଂ। ଯଦି ସୁନାଟାକୁ ତରଳେଇ ଦିଆଗଲା, ଆଉଟି ଦିଆଗଲା, ସେତେବେଳେ ତା ଦେହରୁ ତେଜ ବାହାରେ, ତା ନାଁ ହଉଛି କାଞ୍ଚନ। ସୁବର୍ଣ୍ଣ କନକ କାଞ୍ଚନ। ତପ୍ତ କାଞ୍ଚନ ବର୍ଣ୍ଣାଭ୍ୟାଂ, ଥଣ୍ଡା ହେଇନି, ଥଣ୍ଡା ହେଇନି, ତପ୍ତ କାଞ୍ଚନ ବର୍ଣ୍ଣାଭ୍ୟାଂ ରାଧା ବୃନ୍ଦାବନେଶ୍ୱରୀ। ତପ୍ତ କାଞ୍ଚନ ତୁଲ୍ୟ ଏ ଯୋଉ ପ୍ରଜ୍ୱଳିତାଙ୍ଗୀ ଦିବ୍ୟ କାନ୍ତିମୟୀ ଗୋପାଙ୍ଗନାଗଣ ଅଙ୍ଗ କାନ୍ତି ଝଲମଲ ଦୀପ ହେଲା। ଧୂପ ଦୀପ, ଶ୍ରୀଅଙ୍ଗ ଗନ୍ଧ, ଧୂପ, ଅଙ୍ଗ କାନ୍ତି, ଦୀପ। ଗନ୍ଧ, ଗନ୍ଧ କହିଲେ ଚନ୍ଦନ, ନାଇଁ କି? ସର୍ବାଙ୍ଗ ସ୍ନେହ ସ୍ପର୍ଶ, ସ୍ନେହରେ ଆଉଁସି ପକଉଛନ୍ତି କୃଷ୍ଣଙ୍କ ଦେହକୁ, ପିଠି, ପେଟ, କାନ୍ଧ, ମୁହଁ, ଗାଲ ସବୁ ଆଉଁସି ପକଉଛନ୍ତି। এই অঙ্গ স্পর্শ, অঙ্ଗୁଳି ସ୍ପର୍ଶ, ସର୍ବାଙ୍ଗ ଗନ୍ଧ। ପୁଷ୍ପ, ଧୂପ ଦୀପ ଗନ୍ଧ ପୁଷ୍ପ, ନାଇଁ କି? ପୁଷ୍ପ ରୂପେ କଣ ଅର୍ପଣ କଲେ ଗୋପାଙ୍ଗନାଗଣ? କୁସୁମ ଦାମ ସଦୃଶ ସୁନ୍ଦର ମନୋହର ବାହୁ କୃଷ୍ଣଙ୍କ ଗଳଦେଶରେ ବିଲମ୍ବିତ କରି ପୁଷ୍ପମାଳା ଅର୍ପଣ କଲେ। ଧୂପ ଦୀପ ଗନ୍ଧ ପୁଷ୍ପ ଆଉ ନୈବେଦ୍ୟ। ନୈବେଦ୍ୟ ତ ଗୋଟିଏ ଦେଲେ ଚଳିବନି, ଖାଲି ଭାତ ପୁଞ୍ଜିଏ କିଏ ଭୋଗ ଲଗାଏ କି?
आमे गुड़ाक दरिद्र बोले सीना खाली उखुड़ा पुंजी भोग लगे दौचे तथापि ता भितर अच्छे लाजा शर्करा दुईटा जिनस गोटे भोग करियो कहबनी लाजा शर्करा एवं पूजा उपकरण नैवेद्य उपकरण बहु प्रकार हेले जाई उपकरण टी सुंदर है कि नैवेद्य गले ब्रजांगनागण सिद्धा सुखदेव गोस्वामी कहउछंती बाहु प्रसार परिरंभ कराल कोरु निदिष्टना लभन नर्मन खाग्र पाते अनेक प्रकार नैवेद्य अनेक प्रकार नैवेद्य टिके स्पर्श करदेवा छुईदेवा हाथ बढ़ेवा बाहु प्रसार आलिंगन करदेवा लोभ होउछि जे मन मन विचारला बेलू हाथ दुईटा आपे उठी जाऊँगी ये जो भाव गुड़िक आवेगमयी भाव गुड़िक बाहु प्रसार परिरंभ कराल कोरु निर्विस्तना लभन नर्मन खाग्र पाते आगु को जीवाक आमर बोधुए निषिद्ध आम आउ पूजा करवानी इत्यादि नानाविध नैवेद्य रे भोग लगे नैवेद्य रे भोग लगे कौन कले सुंदर भाव सजे दे जितेबले आपाद मस्तक प्रेममय चक्षुरे प्रेम निरीक्षण करुछन्ति पाद ठारू मस्तक पर्यंत सरस सप्रेम दृष्टिपात करुछन्ति सर्वांगरे ताहा आरती पंचोपचार पूजा करदे श्रीमूर्ति केमिति सुंदर दुष्चंती बेश करदे जमती चाहती दूर आसी सिंगारी माने सिंहासन उपर बेश कर दियंती भावुक सिंगारी होते ओल्लई पड़े आसते तलू पछेक खंड बाट चाहती प्रेम नयन चाहती प्रभु को केमिति सुंदर दुष्चंती ओहो ये मालटा एपटे टिके डाण को मारी जाइए एपटे सीधा पड़े दुटी जाकि सजाड़ी दिखती आसिक फेर देखते ठीक है अंतिपट ठीक है ठीक तद्रूप ब्रजांगनागण जो सप्रेम कटाक्षपात निरीक्षण करुचंती श्रीरंग सुषमा श्रीकृष्ण चंद्रंगर सर्वांगरे नयन बुले दौरान ये हूँ आरती आलोक पिंगण पुष्पांजलि दबनी ना हाँ दबु कि पुष्पांजलि ना परिशेष परम संतोषमय हृदय रे कृष्ण पूजा करने को आम समर्थ हलु बोली जो मृदुहास मधुहास माणिक्य पुटरू मुक्ता खसी पड़ुला भलिया अधर पुटरू लाल लाल अधर पुटरू शुभ्र दंत पति जो मधुर हास चंद्र किरण तल बाहरी पड़ी से मृदुहास ही पुष्पांजलि आउ प्रणाम पूजार शेष वस्तुटी आत्मसमर्पण केवल नुहे सर्वस्व समर्पण कृष्ण पादार बिंदरे आमर